ମାରି ମତେ ଲାଗୁନି ମୁଁ ଆଉ ଭଲ ହେବି। ମୋର ବୋଧେ ଶେଷ ସମୟ ଆସିଗଲାଣି। ତୋ ପାଇଁ ମୋର ଭାରି ଚିନ୍ତା ହେଉଛି। ମୁଁ ତତେ ଏବେ ଏକା ଛାଡ଼ି ଚାଲିଯିବି। ନା ମା, ଏମିତି କୁହନି। ମୁଁ ତୁମକୁ କୁଆଡ଼େ ବି ଛାଡ଼ିବିନି। ମୁଁ ତମ ବିନା ବଞ୍ଚି ପାରିବିନି ମା। ଟିକେ ଅପେକ୍ଷା କର, ମୁଁ ଏବେ ଔଷଧ ନେଇ ଆସୁଛି, ତୁମେ ଭଲ ହେଇଯିବ। ମାରି ତୁ କୁଆଡ଼େ ବି ଯାନି। ମୁଁ ଯିବା ପୂର୍ବରୁ ତତେ ଏକ ଜରୁରୀ କଥା କହିଦିଏ, ନହେଲେ ବହୁ ଡେରି ହେଇଯିବ। ଏଇ ଜଙ୍ଗଲର ଶେଷ ମୁଣ୍ଡରେ ଏକ ସେଓ ଗଛ ଅଛି। ସେଇ ଗଛ ତଳେ ମୁଁ ଗୋଟେ ସୁନାର କାଠି ପୋତି ରଖିଛି। ସେଇ କାଠି ଗୋଟେ ଯାଦୁର କାଠି। ତୁ ତାକୁ ଯାହା ମାଗିବୁ ସେ ତତେ ଦେବ। ସେ କାଠିକୁ ତୁ ଯତ୍ନରେ ରଖିବୁ ମା। ଏମିତି କହୁ କହୁ ହିଁ ମା ଚଢ଼େଇର ମୃତ୍ୟୁ ହେଇଗଲା। ଚଢ଼େଇ ଛୁଆ କୁନି ଅନେକ କାନ୍ଦିଲା। କିଛି ଦିନ ବିତିଗଲା। ଚଢ଼େଇ ଛୁଆ ତା ମା କହିଥିବା ସେଓ ଗଛକୁ ଖୋଜିବା ପାଇଁ ଗଲା, ହେଲେ ସେ କୋଉଠି ବି ସେ ସେଓ ଗଛକୁ ପାଇଲାନି। ଏମିତି କିଛି ସମୟ ବିତିଗଲା। ଚଢ଼େଇ ଛୁଆକୁ ଭାରି ଭୋକ ଲାଗିଲା। ମତେ ଭାରି ଭୋକ ଲାଗିଲାଣି। ମୋ ପାଖରେ ତ କିଛି ବି ଖାଇବା ନାହିଁ। ମୁଁ ଏବେ କ'ଣ ଖାଇବି? ଆଗରେ ତ ଗୋଟେ ଘର ଦେଖାଯାଉଛି। ମୁଁ ଯାଏ ତାଙ୍କୁ କିଛି ଖାଇବା ମାଗି ଦେଖେ। ଏମିତି ଚିନ୍ତା କରି କୁନି ଆଗକୁ ଗଲା, ଆଉ ସେ ଘରେ ରହୁଥିବା ଚଢ଼େଇକୁ ଖାଇବା ମାଗିଲା। ଆଚ୍ଛା, ଏ ଚଢ଼େଇ ଛୁଆ ତାହେଲେ ଅନାଥ ଛୁଆ। ଆଜି ମୋ ଘରକୁ ଚାକରାଣୀ ଆସିନି। ଘରେ ଅନେକ କାମ ପଡ଼ିଛି। ଏ ଛୁଆଟାକୁ ଖାଇବା ଦେବା ବଦଳରେ ମୁଁ ତାକୁ ମୋ ଘରର ସବୁ କାମ କରେଇ ନିଏ। ଆଚ୍ଛା ଶୁଣ, ମୁଁ ତତେ ଖାଇବା ତ ଦେବି, ହେଲେ ତା ଆଗରୁ ଯା ମୋ ଘରର ସବୁ କାମ ସାରିଦେବୁ। ଏମିତି ଶୁଣି କୁନି ସେ ଚଢ଼େଇ ଘରର ସବୁ କାମ କଲା। ସେ ସକାଳୁ କିଛି ବି ଖାଇ ନଥିଲା। ତାକୁ ଭାରି ଦୁର୍ବଳ ଲାଗୁଥିଲା। ହଠାତ୍ ତାର ମୁଣ୍ଡ ବୁଲେଇ ଦେବାରୁ ତା ହାତରୁ ଗୋଟେ ପ୍ଲେଟ୍ ଖସି ଭାଙ୍ଗିଗଲା। ଆରେ ଦେଲା ଦେଲା, ସବୁ ସାରିଦେଲା। ଏତେ ଦାମୀ ପ୍ଲେଟଟାକୁ ମୋର ଭାଙ୍ଗିଦେଲୁ। ତୋ ଉପରେ ଦୟାକରି ମୋ ଘର ଭିତରକୁ ତତେ ଆଣିବାଟା ହିଁ ମୋର ଭୁଲ ଥିଲା। ମତେ କ୍ଷମା କରିଦିଅନ୍ତୁ। ମୁଁ ସକାଳୁ କିଛି ବି ଖାଇ ନଥିଲି, ସେଥିପାଇଁ ମୋ ହାତରୁ ପ୍ଲେଟଟା ଖସି ପଡ଼ିଲା। ମୁଁ ଏବେ ଏସବୁ ସଫା କରିଦଉଛି। ଭାବିଥିଲି ତୁ ମୋର ସବୁ କାମ କରିଦେବୁ, ହେଲେ ତୁ ମୋର ଆହୁରି କାମ ବଢ଼େଇଦେଲୁ। ମୁଁ ତତେ ଆଉ ଦେଖିବାକୁ ଚାହୁଁନି। ଏବେ ହିଁ ମୋ ଘରୁ ବାହାରି ଯା। ଏମିତି ସେ ଚଢ଼େଇ କୁନିକୁ କିଛି ବି ଖାଇବା ନ ଦେଇ ତାକୁ ଘରୁ ବାହାର କରିଦେଲା। କୁନି କାନ୍ଦି କାନ୍ଦି ସେଠାରୁ ଚାଲିଗଲା। କିଛି ଦୂର ଗଲା ପରେ ସେ ଏକ ମିଟୁ ଛୁଆକୁ ଦେଖିଲା। ମିଟୁ ଛୁଆ ଗଛ ତଳେ ବସି କାନ୍ଦୁଥିଲା। କ'ଣ ହେଲା? ତୁ ଏଠି ଏମିତି ଏକୁଟିଆ ବସି କାନ୍ଦୁଛୁ କାହିଁକି? ତୋର ବାପା ମା କୁଆଡ଼େ ଗଲେ? ମୋର ବାପା ମା କେହି ନାହାନ୍ତି। ମୁଁ ଗୋଟେ ଅନାଥ। ମୁଁ କାଲି ପାଖରୁ କିଛି ବି ଖାଇନି। ଭୋକର କଷ୍ଟ ମୁଁ ସହି ପାରୁନି। ଆଉ କାନ୍ଦି ଭଉଣୀ, ମୁଁ ବି ତୋ ପରି ଏକ ଅନାଥ। ମୋର ବି ବାପା ମା ନାହାନ୍ତି। ମୋ ପାଖରେ ଏବେ କିଛି ବି ଖାଇବା ନାହିଁ। ଥିଲେ ମୁଁ ତତେ କିଛି ଦେଇ ଦେଇଥାନ୍ତି। ମୋ ମା ରଖିଥିବା ସୁନାର କାଠିକୁ ବି ମୁଁ ପାଇଲିନି। ସେ ସୁନାର କାଠିକୁ ପାଇଥିଲେ ଆମ ଖାଇବାର ବ୍ୟବସ୍ଥା ହେଇଯାଇଥାନ୍ତା। ସୁନା କାଠି? ତୁମେ କ'ଣ ପାଇଁ ସେ ସୁନାର କାଠିକୁ ଖୋଜୁଛ? ସେଓ ଗଛ? ଏଠାରୁ କିଛି ଦୂରରେ ଏକ ସେଓ ଗଛ ଅଛି। ମୁଁ ଫଳ ଖାଇବା ଆଶାରେ ସେ ସେଓ ଗଛ ପାଖକୁ ଯାଇଥିଲି, ହେଲେ ସେ ଗଛରେ ଗୋଟେ ବି ସେଓ ନଥିଲା। ସେଥିପାଇଁ ଏଠାକୁ ଚାଲି ଆସିଲି। ଚାଲ, ମୁଁ ତୁମକୁ ସେ ଗଛ ଦେଖେଇଦେବି। ଏମିତି ମିଟୁ ଛୁଆ ଚଢ଼େଇ ଛୁଆକୁ ଧରି ସେ ସେଓ ଗଛ ପାଖକୁ ଗଲା। ଚଢ଼େଇ ଛୁଆ ସେଓ ଗଛ ତଳର ମାଟି ଖୋଳି ସୁନାର କାଠିକୁ ବାହାର କଲା। ମା ତ ଠିକ କହୁଥିଲେ, ଏ ଗଛ ତଳେ ଗୋଟେ ସୁନାର କାଠି ଅଛି। ଏବେ କାଠି ଆମର ସବୁ ସମସ୍ୟା ଦୂର କରିଦେବ। ହେଲେ କେମିତି ଦିଦି? ଏ ସୁନାର କାଠି ଆମକୁ କେମିତି ସାହାଯ୍ୟ କରିବ? ଭଉଣୀ, ତୁ ଖାଲି ଦେଖେ କେମିତି ଏ ସୁନାର କାଠି ଆମକୁ ଖାଇବା ଦେବ। ଏମିତି କହି କୁନି ସେ ଯାଦୁର କାଠିକୁ ଖାଇବା ମାଗିଲା। ସଙ୍ଗେ ସଙ୍ଗେ ସେଠାରେ ଅନେକ ସାରା ଖାଇବା ବାହାରିଲା। ବାଃ, ଏତେ ସାରା ଖାଇବା ଦିଦି! ଏ ସବୁ କ'ଣ ମୁଁ ଏକା ଖାଇବି? ହଁ ରେ ଭଉଣୀ, ଏ ସବୁ ଖାଇବା ତୋ ପାଇଁ। ତୁ ଏବେ ପେଟ ପୁରା ଖା। ଖାଇବା ତ ଖାଇସାରିଲେ, ଏବେ ରହିବା ପାଇଁ ଏ ସୁନାର କାଠିକୁ ଏକ ଘର ମାଗିବା। ତାପରେ କୁନି ସେ ସୁନାର କାଠିକୁ ଏକ ଘର ମାଗିଲା। ସୁନାର କାଠି ସେମାନଙ୍କୁ ଏକ ସୁନ୍ଦର ସେଓ ଘର ଦେଲା। ଚଢ଼େଇ ଛୁଆ ଆଉ ମିଟୁ ଛୁଆ ସେ ସେଓ ଘରେ ରହିଲେ। ଏମିତି
1 ମାସ ବିତିଗଲା। ଏ କଣ ସର୍ବନାଶ ହେଇଗଲା। ମୋ ପାଖରେ ତ ଗୋଟେ ହିଁ ଘର ଥିଲା। ବର୍ଷାରେ ସେ ଘର ଭାଙ୍ଗିଗଲା। ଏବେ ମୁଁ କୋଉଠି ରହିବି? କଣ ହେଲା ଅଙ୍କଲ, ଆପଣ ଏମିତି କାନ୍ଦୁଛନ୍ତି କଣ ପାଇଁ? ଆରେ ଝିଅ, ଗତକାଲିର ବର୍ଷାରେ ମୋ ଘର ଭାଙ୍ଗିଗଲା। ନୂଆ ଘର କରିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ଜାଣିପାରୁନି ଏବେ ଘର କେମିତି ବନେଇବି। ଚିନ୍ତା କରନ୍ତୁନି ଅଙ୍କଲ, ମୁଁ ଆପଣଙ୍କୁ ଏକ ଘର ଦେବି। ସତରେ ଚଢ଼େଇ ଛୁଆ, ତୁ ମତେ ଘର ଦେବୁ? ହଁ ଅଙ୍କଲ, ଏଇ ନିଅନ୍ତୁ। ତାପରେ କୁନି ସେ ସୁନାର କାଠିକୁ ଘର ମାଗିଲା। ସୁନାର କାଠି ସେ ଚଢ଼େଇକୁ ବି ଏକ ସେଓ ଘର ଦେଲା। ଏମିତି କୁନି ସବୁ ଗରିବ ଚଢ଼େଇଙ୍କୁ ସାହାଯ୍ୟ କରୁଥିଲା। ଦିନେ ଗୋଟେ ପରୀ ତା ପାଖକୁ ଆସିଲା। ଆଚ୍ଛା ଚଢ଼େଇ ଛୁଆ, ତୋ ନାଁ କଣ କୁନି? ହଁ, ମୋ ନାଁ କୁନି। ହେଲେ ତୁମେ କିଏ? ମୁଁ ଜଣେ ପରୀ। ମୁଁ ତ ମାକୁ ଏକ ସୁନାର କାଠି ଦେଇଥିଲି। ଦରକାର ସମୟରେ ସେ ସୁନାର କାଠିକୁ କାମରେ ଲଗେଇବାକୁ କହିଥିଲି। ଯେତେବେଳେ ତ ମାର ସବୁ ଅଭାବ ଦୂର ହେଇଯିବ, ମୁଁ ତା ପାଖରୁ ସୁନାର କାଠି ନେଇଯିବି ଭାବିଥିଲି। ହେଲେ କିଛି ଦିନ ପରେ ମୁଁ ଏଠାକୁ ଆସି ଶୁଣୁଛି ତୋ ମାର ମୃତ୍ୟୁ ହେଇଯାଇଛି। ସମସ୍ତଙ୍କ ପାଖରୁ ତୋ କଥା ଶୁଣି ଏଠାକୁ ଚାଲି ଆସିଲି। ତୋ ମା କଣ ସୁନାର କାଠି ବିଷୟରେ ତତେ କିଛି କହିଛି? ତୁ ସୁନାର କାଠି ଦେଖିଛୁ କି? ହଁ, ମୋ ମା ମତେ ସୁନାର କାଠି ବିଷୟରେ କହିଥିଲେ, ହେଲେ ପୁରା କଥା କହିନଥିଲେ। ତା ଆଗରୁ ହିଁ ମୋ ମାଙ୍କର ମୃତ୍ୟୁ ହେଇଗଲା। ପରୀ, ଏବେ କଣ ତୁମେ ସେ ସୁନାର କାଠି ନେବାକୁ ଆସିଛ? ହଁ, ମୁଁ ସେ ସୁନାର କାଠି ଏବେ ନେବାକୁ ଆସିଛି। ତୁ ଚିନ୍ତା କରନି ଚଢ଼େଇ, ପଛରେ ଯେମିତି ତୋର ଆଉ କିଛି ବି ଅସୁବିଧା ହେବନି, ମୁଁ ସେ ବ୍ୟବସ୍ଥା କରିକି ଯିବି। ଆଚ୍ଛା ଠିକ ଅଛି ପରୀ, ମୁଁ ଏବେ ସେ ସୁନାର କାଠି ଆଣିଦେଉଛି। ଏଇ ନିଅନ୍ତୁ ପରୀ। ମୁଁ ଜାଣେ ଚଢ଼େଇ ଛୁଆ, ତୁ ଭାରି ଭଲ। ମୁଁ ତ ପାଖରୁ ଏ ସୁନାର କାଠି କେବେ ବି ନେଇନଥାନ୍ତି। ହେଲେ କାଲି ପୂର୍ଣ୍ଣିମା ରାତି, କାଲି ଏ ସୁନାର କାଠି ମୋ କାମରେ ଆସିବ, ସେଥିପାଇଁ ନେଇଯାଉଛି। ଚଢ଼େଇ ଛୁଆ, ଏ ସେଓ ଘର ଉପରେ ମୁଁ ଯାଦୁ କରିଦେଇଛି। ତୁ ଯାହା ବି ଏ ସେଓ ଘରକୁ ମାଗିବୁ ସେ ତତେ ସବୁ ଦେବ। ଏବେ ମୁଁ ଯାଉଛି, ତମେମାନେ ଭଲରେ ରୁହ। ତାପରେ ପରୀ ସେଠାରୁ ଚାଲିଗଲା। ଯାଦୁର ସେଓ ଘର ପ୍ରତ୍ୟେକ ଦିନ 2 ଛୁଆଙ୍କୁ ଖାଇବା ଦେଉଥିଲା, ଆଉ ତାଙ୍କର ସବୁ କଥା ବୁଝୁଥିଲା। ଏମିତି ଚଢ଼େଇ ଛୁଆ ଆଉ ମିଟୁ ଛୁଆ ଖୁସିରେ ସେ ସେଓ ଘରେ ରହି ନିଜ ଜୀବନ ବିତେଇଲେ। ବାପା ମାଙ୍କ ମୃତ୍ୟୁ ପରେ ଗୋଟେ ଚଢ଼େଇ ଛୁଆ ତାର ଖୁଡ଼ି ସାଙ୍ଗରେ ଏକ ଛୋଟ ଜଙ୍ଗଲରେ ରହୁଥିଲା। ଚଢ଼େଇ ଛୁଆର ଖୁଡ଼ି ଥିଲା ବହୁତ ରାଗି। ସେ ଛୋଟ ଛୋଟ କଥାରେ ଚଢ଼େଇ ଛୁଆକୁ ବହୁତ ରାଗୁଥିଲା ଆଉ ତାକୁ ପିଟୁଥିଲା। ଚଢ଼େଇ ଛୁଆର ଖୁଡ଼ି ସେଓ ବ୍ୟବସାୟ କରୁଥିଲା। ପ୍ରତ୍ୟେକ ଦିନ ସକାଳେ ଛୁଆ ଚଢ଼େଇ ଜଙ୍ଗଲରେ ବୁଲି ବୁଲି ଗଛମାନଙ୍କରୁ ସେଓ ତୋଳି ଘରକୁ ନେଉଥିଲା। ତାପରେ ତାର ଖୁଡ଼ି ସେସବୁ ଧରି ବଜାରକୁ ନେଇ ବିକ୍ରି କରୁଥିଲା। କିରେ, ଏଠି ବସି ଢଳଉଛୁ କଣ ପାଇଁ? ତତେ କଣ ସମୟ ଜଣା ପଡ଼ୁନି? ଆଜି ସେଓ ଆଣିବାକୁ କେତେବେଳେ ଯିବୁ? ଶୀଘ୍ର ଯାଇ ସେଓ ଆଣ, ଡେରି କରିବୁନି। ତୁ ଆସିଲେ ମୁଁ ବଜାରକୁ ଯିବି। ହଁ ହଁ ଖୁଡ଼ି, ମୁଁ ଏବେ ହିଁ ଯାଉଛି। ଏମିତି କହି ଚଢ଼େଇ ଛୁଆ ଝୁଡ଼ି ଧରି ଜଙ୍ଗଲ ଭିତରକୁ ଗଲା। ସେ ଖୋଜି ଖୋଜି ସେଓ ଏକାଠି କଲା ଆଉ ସେସବୁ ନେଇ ସେ ତାର ଖୁଡ଼ିକୁ ଦେଲା। ଏଇ ନିଅ ଖୁଡ଼ି, ମୁଁ ସେଓ ଭର୍ତ୍ତି କରି ଝୁଡ଼ି ଆଣିଦେଇଛି। ଏବେ ମତେ କିଛି ଖାଇବା ଦିଅ, ଭାରି ଭୋକ ଲାଗିଲାଣି। ଭୋକ ଲାଗୁଛି ମାନେ? ଏଇ ସାମାନ୍ୟ କେତେଟା ସେଓ ତୋଳି ଆଣି କହୁଛୁ ଭୋକ ଲାଗୁଛି? ଘରେ ବହୁତ କାମ ପଡ଼ିଛି। ଯା, ଘରର ସବୁ କାମ କରିବୁ। ମୋ ବଜାରରୁ ଫେରିବା ବେଳେ ଯେମିତି ଘରର ଗୋଟେ ବି କାମ ବାକି ନଥିବ, ତାପରେ ଯାଇ ତତେ ଖାଇବା ମିଳିବ। ଏମିତି କହି ତାର ଖୁଡ଼ି ସେଓ ଝୋଡ଼ି ନେଇ ବଜାରକୁ ଚାଲିଗଲା। ଚଢ଼େଇ ମନ ଦୁଃଖ କରି ଘରର ସବୁ କାମ କଲା। ଏମିତି ବେଶ କିଛି ଦିନ ବିତିଗଲା। ସେଇ ଜଙ୍ଗଲରେ ଗୋଟେ ଅଳସୁଆ କାଉ ରହୁଥିଲା। ଗୋଟେ ଦିନ ସେ କାଉ କିଛି ଖାଇବାକୁ ପାଇଲାନି। ଆରେ, ଆଜି ତ ମୁଁ କିଛି ବି ପାଉନି, କଣ ଖାଇବି? ଭାରି ଭୋକ ବି ଲାଗିଲାଣି। ଜଙ୍ଗଲର ଆଉ ଟିକେ ଭିତରେ ଖାଇବା ମିଳିପାରେ, ହେଲେ ମୁଁ ଏତେ ପରିଶ୍ରମ କରିପାରିବିନି। ଏଇ ଆଖପାଖରେ ହିଁ ଦେଖେ କୋଉଠି କିଛି ମିଳୁଛି କି ନାହିଁ। କାଉ ଏମିତି ଚିନ୍ତା କରୁଥିବା ସମୟରେ ହଠାତ୍ ତାର ନଜର ଚଢ଼େଇ ଛୁଆ ଉପରେ ପଡ଼ିଲା। ଚଢ଼େଇ ଛୁଆ ନିଜ ମୁଣ୍ଡରେ ସେଓ ଝୁଡ଼ି ଧରି ସେ ରାସ୍ତାରେ ଯାଉଥିଲା। ଆରେ, ଏଇଟା ତ ଆମ ଜଙ୍ଗଲର ଚଢ଼େଇ ଛୁଆ। କେତେ ସୁନ୍ଦର ସୁନ୍ଦର ସେଓ ନେଉଛି। ଯାଏ, ତା ପାଖରୁ କିଛି ସେଓ ଚୋରି କରି ଖାଇନିଏ।
एमिति चिंता करी काऊ चढ़ई छुआर पछे पछे गला आउ सुजोग देखी सेव खाइबा आरंभ कला। चढ़ई छुआ किछि भी जानी पारिलानी आउ काऊ गोटी गोटी करी झुड़ी थिबा सब सेव खाइदेला। एबे मोर पेट पुरी गला। आरे चढ़ई छुआ खाली झोड़ी धरी घर को जा आउ तो खुड़ी पाखरु माड़ खा। मते तो खाइबा मिलगला जाए टिके सोई पड़े। एमिति कही काऊ सोइबा पई चलीगला। सेपटे खाली झुड़ी धरी चढ़ई छुआ घर को गला। चढ़ई छुआ मुंडरी खाली झुड़ी देखी तार खुड़ी भीषण रागिगला। ए कौन खाली झुड़ी धरी घर को फेरिचु लाज लगुनी तते? ना ना खुड़ी मो झोड़ी भर्ती सेव आनिची एही देख। अरे ए कौन मो झोड़ी रे तो गोटे भी सेव नहीं एते सेव कुआडे गला? तो मल्ला बापा माँ आसी तो झोड़ी सब सेव खाई देइचंती ना। एबे मिछ कहबा भी तो शिखी गलुनी। खाली झोड़ी आनी मो सामने आसी नाटक करूचु। खुड़ी मो कथा को विश्वास कर मो सतरे झोड़ी भर्ती सेव आनीथिली जानी पारुनी एते सेव कुआडे गला। से सेव गुडांकर हाथ गोड़ थिला सेति से माने चाली चाली आकाश को पळेले। आज तो पाई मो सेव नहीं बाजार को जाई पारिलिनी। तोरी पाई मोर एते बड़ क्षति हैला तू यार शास्ति पाइबू। एमिति कही तार खुड़ी गोटे बड़ लाठी रे ताको बहुत पिटिला। जंत्रणा रे चढ़ई छुआ चित्कार करुथिला। मते मिछ कहबू नाही तो पई आज मु फल बिकी पारिलिनी। आज तोर खाइबा बंद तते आज किछि मिलिबनी। खुड़ी मते छाड़ी दियो मते आ मारनी मते बहुत काटुची मते छाड़ी दियो खुड़ी। चढ़ई छुआर किछि कथा न सुनी तार खुड़ी ताको बहुत पिटिला। जेतेबेले से मारी मारी थकी गला घर भीतर को चली गला। माड़ खाइला परे चढ़ई छुआ सेठी बसी कांदिबाको लागिला। एमिति से चढ़ई छुआ ता खुड़ीर बहुत अत्याचार सहुथिला। परदिन से सेव आनिबा पई जंगल भीतर को गला हेले से दिन से बहुत अल्प सेव पाइला। आज एते कम सेव पाइली खुड़ी अल्प सेव देखिले आज भी मते मारिबे। ना ना एते कम सेव नहीं मो घर को जाई परिबिनी। ए आख पाखरे तो सेव गछ नाही मो आउ टिके भीतर को जाई देखे हुए तो किछि सेव पाई जिबे। एमिति चिंता करी चढ़ई छुआ ता सेव झुड़ी को नदी पाख एक गछ तले रखिदे सेव खोजिबा को चली गला। सेतेबेले गोटे भोकिला कुंभीर नदी बाहरी कूल को चली आसिला। से चढ़ई छुआ रखिथिबा सेव झुड़ीरू सब सेव खाईदे चलीगला। किछि समय परे चढ़ई छुआ फेरी आसिला। ए कौन सर्वनाश हो गला सेव खोजिबा को जाई मु गोटे भी सेव पाइलिनी। आउ एपटे अल्प केतटा सेव जोगाड़ करथिले ता भी किए नहीं गला। खाली हाथ रे घर को फेरिले खुड़ी मते बहुत पिटिबे एबे मु कौन करिबी। एमिति कही कही चढ़ई छुआ कांदुथिला। सेई पाख गछरे गोटे चढ़ई परी शोइथिला। चढ़ई छुआर कांदिबा शब्द रे ता निद भांगी गला। से चढ़ई छुआ पाखु गला। अरे चढ़ई छुआ तू एठी एमिति एकुटिया छिड़ा ही कांदुचु कौन पई? तो बापा माँ कुआडे गले से माने कौन तो पाखरे नाहंती? चढ़ई छुआ परी को कांदी कांदी सब कथा कहिला। अच्छा एमिति कथा तो चिंता करनी मु तोर सब समस्या दूर करदेवी। चढ़ई परी निज जादू शक्ति रे गोटे सेव चढ़ई छुआ को देला आउ कहिला अरे चढ़ई छुआ ए सेव साधारण सेव नुह एथिरे बहुत जादू शक्ति अछि। ए सेव नहीं तू घर को जा आज राति रे ही तू याको माटी रे पोती देबू संगे संगे ही सेठी गोटे बड़ सेव घर बाहरिबो। सेही सेव घर भितरे अनेक अनेक सेव थिबो जहा केबे भी सरीबनी। सेही सेव बिक्री करी तू आउ तोर खुड़ी आराम रे चली पारिबो। आउ गोटे मजा कथा कौन जानिचो जादूर सेव घर भितर थिबा सेव को जदि दुष्ट लोक माने खाइबे से माने बदली जिबे समस्तंक सह से माने भल व्यवहार करिबे। एमिति कि तो खुड़ी जदि से सेव खाइबो से भी भल होई जिवो से आउ केबे भी तते रागिबनी कि पिटिबनी। तुमे सत कहूच चढ़ई परी सेमिति हेले खूब भल हेबो तुमको बहुत बहुत धन्यवाद। तापरे चढ़ई परी सेठारु चलीगला। चढ़ई छुआ भी जादूर सेव को धरी घर को फेरिला। राति रे से सेव को माटी रे पोती देला संगे संगे ही सेठी गोटे बड़ सेव घर बाहरिला। एमिति देखि चढ़ई छुआ खूब खुशी हो गला।
ପରଦିନ ସକାଳେ ଚଢ଼େଇ ଛୁଆର ଖୁଡ଼ି ଘର ବାହାରକୁ ଆସି ସେଓ ଘରକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏ କ'ଣ ସେଓ ଘର? ଏ ଘର ଏଠାକୁ କେମିତି ଆସିଲା? ଖୁଡ଼ି ତୁମେ ଭୟ କରନି, ଏଇଟା ଗୋଟେ ଯାଦୁର ସେଓ ଘର। ଜଣେ ପରୀ ମତେ ଯାଦୁର ସେଓ ଘର ଦେଇଥିଲେ। ଖୁଡ଼ି ଏ ଘର ଭିତରେ ନା ବହୁତ ମିଠା ମିଠା ସେଓ ଅଛି। ତୁ ସତ କହୁଛୁ? ଚାଲ ଟିକେ ଭିତରକୁ ଯାଇ ଦେଖିବା ଭିତରେ କ'ଣ ଅଛି। ତାପରେ ସେମାନେ ସେଓ ଘର ଭିତରକୁ ଗଲେ। ସେଠି ସେମାନେ ଅନେକ ଗୁଡ଼ିଏ ବଡ଼ ବଡ଼ ଲାଲ ଲାଲ ସେଓ ଦେଖିଲେ। ଚଢ଼େଇ ଛୁଆର ଖୁଡ଼ି ଲୋଭ ସମ୍ଭାଳି ନ ପାରି ଗୋଟେ ସେଓ ଖାଇଦେଲା। ସତରେ ଝିଅ, ଏ ସେଓ ସବୁ କେତେ ମିଠା। ତୁ କେତେ ଖୋଜି ଖୋଜି ସେଓ ଯୋଗାଡ଼ କରୁଥିଲୁ। ମୋ ଧନରେ ତୁ ଆଉ ବାହାରକୁ ଯିବୁନି। ଏବେ ଆମର ଆଉ ଚିନ୍ତା ନାହିଁ। ଏ ସେଓ ବିକ୍ରି କରି ଆମେ ଆରାମରେ ଚଳିପାରିବା। ସେଓ ଖାଇବା ପରେ ପରେ ହିଁ ଚଢ଼େଇ ଛୁଆର ଖୁଡ଼ି ପୁରା ବଦଳିଗଲା। ସେ ଆଉ ଦିନେ ବି ଚଢ଼େଇ ଛୁଆକୁ ରାଗିଲାନି କି ମାରିଲାନି। ତାପରେ ସେମାନେ ଯାଦୁର ସେଓ ବିକ୍ରି କରି ଖୁବ୍ ଖୁସିରେ ରହିଲେ। ଏକ ଘଞ୍ଚ ଜଙ୍ଗଲରେ ଗୋଟେ ଚିଲ ରହୁଥିଲା। ତାର ଏକ ବଡ଼ ସେଓ ବଗିଚା ଥିଲା। ପ୍ରତିଦିନ ସେ ସେଓ ବିକ୍ରି କରି ଅନେକ ଟଙ୍କା ପାଉଥିଲା। ନିଜ ସେଓ ବଗିଚାର ଦେଖାଶୁଣା କରିବା ପାଇଁ ସେ ଏକ ଗରିବ ଚଢ଼େଇକୁ ରଖିଥିଲା। ସେ ଗରିବ ମା ଚଢ଼େଇର ଏକ ଛୁଆ ଥିଲା। ଚିଲ ସେ ମା ଚଢ଼େଇକୁ ବହୁତ କମ୍ ଦରମା ଦେଉଥିଲା, ଯାହାଫଳରେ ମା ଚଢ଼େଇଟି ଅନେକ କଷ୍ଟରେ ତା ଘର ଚଳାଉଥିଲା। ମା ମତେ ଆଳୁ ଦଳା ସହ ଭାତ ଖାଇବାକୁ ଆଉ ଭଲ ଲାଗୁନି। ସବୁଦିନ ଏକାପରି ଖାଇବା କାହିଁକି ତିଆରି କରୁଛ? ବହୁତ ଦିନରୁ ମୁଁ ମାଂସ ଖାଇନି। ମୋ ପାଇଁ ଥରେ ମାଂସ ତରକାରୀ ତିଆରି କରି ଦିଅ ନା। ଆଚ୍ଛା ହଉ ମା, ଏଇ ଥରକ ତୁ ଆଳୁ ସହ ଭାତ ଖାଇ ଦେଇଥା। ମୁଁ ଆଜି ମାଲିକାଣୀଙ୍କ ପାଖରୁ କିଛି ଟଙ୍କା ଧାର ମାଗିବି, ଆଉ ତୋ ପାଇଁ ମାଂସ ଆଣିଦେବି। ସମୟ ବହୁତ ହେଇଗଲାଣି, ଏବେ ମୁଁ କାମକୁ ଯାଉଛି। ଏମିତି କହି ରିନୁ ଚଢ଼େଇ ସେଓ ବଗିଚାକୁ ଗଲା। ସେ ମାଟିରେ ଦୁଇଟି ବଡ଼ ବଡ଼ ସେଓ ପଡ଼ିଥିବାର ଦେଖିଲା। ଆରେ କେତେ ସୁନ୍ଦର ଦୁଇଟି ବଡ଼ ବଡ଼ ସେଓ ମାଟିରେ ପଡ଼ିଛି। ମାଲିକାଣୀ ମାଟିରେ ପଡ଼ିଥିବା ସେଓ ବିକ୍ରି କରନ୍ତିନି। ମୁଁ ଗୋଟେ କାମ କରେ, ଏଇ ଦୁଇଟା ସେଓ ମୁଁ ଘରକୁ ନେଇଯାଏ। ମୋ ଝିଅ ଏ ସେଓ ଦେଖିଲେ ଖୁବ୍ ଖୁସି ହେଇଯିବ। ଏମିତି କହି ରିନୁ ଚଢ଼େଇ ଦୁଇଟି ସେଓ ମାଟିରୁ ଉଠେଇ ଆଣିଲା। ଠିକ୍ ସେହି ସମୟରେ ଚିଲ ସେଠାକୁ ଚାଲି ଆସିଲା। ଏଇ ରିନୁ ଚଢ଼େଇ, ତୋର ସାହସ କେମିତି ହେଲା ମୋ ଗଛରୁ ସେଓ ତୋଳିବା ପାଇଁ? ମୋ ବଗିଚାରେ କାମ କରି ମୋ ଗଛର ସେଓ ଚୋରି କରୁଛୁ? ନା ନା ମାଲିକାଣୀ, ବିଶ୍ୱାସ କରନ୍ତୁ, ମୁଁ ସେଓ ଚୋରି କରିନି। ଏ ସେଓର ଦାଗ ଦେଖନ୍ତୁ, ଏ ଦୁଇଟି ମାଟିରେ ପଡ଼ିଥିଲା। ସେଥିପାଇଁ ଭାବିଲି ମୁଁ ଘରକୁ ନେଇଯିବି। ମୋ ଗଛର ସେଓ ମାଟିରେ ପଡ଼ୁ କିମ୍ବା ପଚିଯାଉ, ତୁ କାହିଁକି ମୋ ସେଓ ଉପରେ ଲୋଭ କରିବୁ? ଆଜି ତୁ ଦୁଇଟା ସେଓ ଉପରେ ନଜର ପକେଇଛୁ, କାଲି ତୁ ମୋ ବଗିଚାର ଆହୁରି ସେଓ ନେଇଯିବୁ। ତୋ ଭଳି ଏକ ଲୋଭୀ ଚଢ଼େଇକୁ ମୁଁ କାମରେ ରଖିପାରିବିନି। ନା ନା ମାଲିକାଣୀ, ମୋତେ କାମରୁ ବାହାର କରନ୍ତୁନି। ମୁଁ ଆପଣଙ୍କୁ କଥା ଦେଉଛି, ମୁଁ ଆଉ କେବେ ବି ଆପଣଙ୍କ ଗଛର ସେଓରେ ହାତ ଦେବିନି। ମୋ ଉପରେ ଦୟାକରି ଏଇ ଥରକ ମୋତେ କ୍ଷମା କରିଦିଅନ୍ତୁ। ଆପଣ ଯଦି ମୋତେ କାମରୁ ବାହାର କରିଦେବେ, ମୁଁ ମୋ ପରିବାର କେମିତି ଚଳେଇବି? ମୋ ଛୁଆକୁ କ'ଣ ଖାଇବାକୁ ଦେବି? ମୁଁ କାହାକୁ ବି କ୍ଷମା କରିନି। ଯିଏ ଭୁଲ କରେ ମୁଁ ତାକୁ ଶାସ୍ତି ଦିଏ। ତୁ ଭଲରେ ଏଠୁ ବାହାରି ଯା, ନହେଲେ ମୁଁ ତତେ ଗଳା ଧକ୍କା ଦେଇ ଏଠୁ ବାହାର କରିଦେବି। ଯା, ଚାଲିଯା ଏଠୁ। ଚିଲର ଏପରି କଥା ଶୁଣି ମା ଚଢ଼େଇ ଆଉ କିଛି ବି ନ କହି ସେଠାରୁ ଚାଲିଗଲା। କି ଦୁର୍ଭାଗ୍ୟ ମୋର। ଭାବିଥିଲି ଆଜି ମାଲିକାଣୀଙ୍କୁ କିଛି ଟଙ୍କା ଧାର ମାଗି ଛୁଆଟି ପାଇଁ ମାଂସ ନେଇଯିବି, ହେଲେ କ'ଣ ହେଇଗଲା? ଆଜି ହିଁ ମୋ କାମ ଚାଲିଗଲା। ଏବେ ମୁଁ ନୂଆ କାମ କେଉଁଠି ପାଇବି? ଏପରି ଚିନ୍ତା କରି କରି ମା ଚଢ଼େଇଟି ଆଗକୁ ଯାଉଥିଲା। ରାସ୍ତାରେ ଏକ ବୁଢ଼ୀ ଚଢ଼େଇ ସହ ତାର ଦେଖା ହେଲା। ଆରେ ମା ରିନୁ, ତୁ କୁଆଡ଼େ ଯାଉଛୁ? ମୋତେ ଟିକେ ସାହାଯ୍ୟ କରିବୁ? ଏ ବସ୍ତାକୁ ଧରି ଚାଲି ଚାଲି ମୁଁ ବହୁତ ଥକିଗଲିଣି। ଏ ବସ୍ତାକୁ ଟିକେ ମୋ ଘରେ ପହଞ୍ଚେଇ ଦେ। ବୁଢ଼ୀ ମା, ତୁମେ କିଏ? ମୋ ନାଁ କେମିତି ଜାଣିଲ? ତୁମେ କ'ଣ ମୋତେ ଚିହ୍ନିଛ? ମୁଁ ଏ ଜଙ୍ଗଲର ସବୁ ଚଢ଼େଇଙ୍କୁ ଚିହ୍ନିଛି। ତୁ ମୋତେ ଆଉ ପ୍ରଶ୍ନ ପଚାରନି। ତୁ ଖାଲି ମୋତେ କହିଲୁ ତୁ ମୋତେ ସାହାଯ୍ୟ କରିବୁ କି ନାହିଁ। କାହିଁକି କରିବିନି ବୁଢ଼ୀ ମା, ମୁଁ ନିଶ୍ଚୟ ତୁମକୁ ସାହାଯ୍ୟ କରିବି। ଦିଅନ୍ତୁ, ମୋତେ ସେ ବସ୍ତା ଦିଅନ୍ତୁ। ଆଚ୍ଛା ମା, ଠିକ୍ ଅଛି। ଏଇ ନେ, ଏବେ ଆସ ମୋ ସାଙ୍ଗରେ। ତାପରେ ବୁଢ଼ୀ ଚଢ଼େଇ ରିନୁକୁ ଧରି କିଛି ଦୂର ଗଲା।
ଆଉ କହିଲା, ଏଇଠି ରହିଯା ମା, ମୋ ଘର ଆସିଗଲା, ଦେ ମତେ ସେ ବସ୍ତାଟା ଦେ। ରିନୁ ଚଢ଼େଇ ବୁଢ଼ୀକୁ ସେ ବସ୍ତା ଦେଇଦେଲା। ବୁଢ଼ୀ ଚଢ଼େଇଟି ସେ ବସ୍ତା ଭିତରୁ 2ଟି ଖଜୁରୀ ବାହାର କରି ରିନୁକୁ ଦେଲା। ମୋ ପାଇଁ ତୁ ବହୁତ କଷ୍ଟ ପାଇଲୁ ରେ ଝିଅ, ଏଇ 2ଟି ଖଜୁରୀ ନେ, ଘରେ ଯାଇ ଖାଇନେବୁ, ତତେ ଦେବା ପାଇଁ ମୋ ପାଖରେ ଆଉ କିଛି ବି ନାହିଁ। ମୋ ଭଳି ଗରିବ ପାଇଁ ଏ 2ଟି ଖଜୁରୀ ବି ଅନେକ ମୂଲ୍ୟବାନ। ତୁମକୁ ବହୁତ ବହୁତ ଧନ୍ୟବାଦ ବୁଢ଼ୀ ମା। ତାପରେ ରିନୁ ସେ 2ଟି ଖଜୁରୀ ଧରି ଘରକୁ ଚାଲି ଆସିଲା। ମା, ତୁମେ ତ କହିଥିଲ ଆଜି ମାଂସ ଆଣିବ, ହେଲେ 2ଟି ଖଜୁରୀ ଧରି କାହିଁକି ଆସିଲ? ଆରେ ମା, ଆଜି ମତେ ମାଲିକାଣୀ କାମରୁ ବାହାର କରିଦେଲେ। ମୁଁ ଆଉ ଥରେ କାମ ପାଇଲେ ତୋ ପାଇଁ ମାଂସ ଆଣିଦେବି। ଆଜି ଘରେ କିଛି ବି ଖାଇବା ନାହିଁ। ଆଜି ଏ 2ଟି ଖଜୁରୀ ଖାଇ ରହିଯିବା। ମୁଁ କାଲି ଆମ ଖାଇବାର ବ୍ୟବସ୍ଥା କରିନେବି। ତାପରେ ସେ ମା ଛୁଆ ସେ 2ଟି ଖଜୁରୀ ଖାଇଲେ। ମା, ଏ ଖଜୁରୀ କେତେ ମିଠା, ମତେ ଆହୁରି ଖଜୁରୀ ଖାଇବାକୁ ଇଚ୍ଛା ହଉଛି। ହଁ, ତୁ ଠିକ କହିଛୁ ରେ ମା, ଏ ଖଜୁରୀ ଭାରି ମିଠା। ଚାଲ ଆମେ ଖଜୁରୀ ମଞ୍ଜିକୁ ମାଟିରେ ପୋତିଦେବା। ଗଛ ବଡ଼ ହେଲା ପରେ ଯେତେବେଳେ ସେଥିରେ ଖଜୁରୀ ଫଳିବ ତ ମନ ଭରି ଖଜୁରୀ ଖାଇପାରିବୁ। ହଁ ମା, ତୁମେ ଠିକ କହିଲ। ଚାଲ ଚାଲ ଏ ଖଜୁରୀ ମଞ୍ଜିକୁ ମାଟିରେ ପୋତିଦେବା। ମଞ୍ଜିରୁ ଗଛ ବାହାରିଲା ପରେ ମୁଁ ତାର ବହୁତ ଯତ୍ନ ନେବି। ଏମିତି କଥା ହେଇ ମା ଛୁଆ ଖଜୁରୀ ମଞ୍ଜି ମାଟିରେ ପୋତିଦେଲେ। ରାତି ହେବା ପରେ ସେମାନେ ଶୋଇପଡ଼ିଲେ। ସକାଳେ ମା ଛୁଆ ଘର ବାହାରକୁ ଆସି ଦେଖିଲେ, ମା ମା ଦେଖ, କାଲି ଆମେ ମଞ୍ଜି ପୋତିଥିଲେ, ଆଜି ଏତେ ବଡ଼ ଗଛ ହେଇଯାଇଛି, ଆଉ ସେଥିରେ କେତେ ଗୁଡ଼ିଏ ଖଜୁରୀ ଫଳିଛି। ଏ ଖଜୁରୀ ମତେ ଜଣେ ବୁଢ଼ୀ ମା ଦେଇଥିଲେ। ତା ମାନେ ସେ ସାଧାରଣ ଚଢ଼ି ନଥିଲେ, ସେ ନିଶ୍ଚୟ ଜଣେ ପରି ହେଇଥିବେ। ମୋ କଷ୍ଟ ବୁଝିପାରି ମତେ ଯାଦୁର ଖଜୁରୀ ଦେଇ ସାହାଯ୍ୟ କରିଛନ୍ତି। ଠିକ୍ ସେହି ସମୟରେ ଜଣେ ପରି ସେଠାକୁ ଚାଲି ଆସିଲା। ହଁ, ତୁ ଠିକ କହିଲୁ, ମୁଁ ଜଣେ ପରି। ଗରିବ ଅସହାୟ ଚଢ଼େଇମାନଙ୍କୁ କଷ୍ଟରେ ଦେଖିଲେ ମୁଁ ତାଙ୍କୁ ସାହାଯ୍ୟ କରିଥାଏ। ତୁ ବହୁତ କଷ୍ଟରେ ତୋ ଘର ଚଳାଉଥିଲୁ, କାମ ଚାଲିଯିବା ପରେ ତୋ କଷ୍ଟ 2 ଗୁଣ ବଢ଼ିଗଲା। ସେଥିପାଇଁ ମୁଁ ତତେ ଯାଦୁର ମିଠା ଖଜୁରୀ ଦେଇଛି। ଏ ମିଠା ଖଜୁରୀ କେବେ ବି ସରିବନି। ତୁ ସବୁଦିନ ଖଜୁରୀ ଖାଇପାରିବୁ, ତା ସହ ବିକ୍ରି ବି କରିପାରିବୁ। ତୁମେ ସତ କହୁଛ ପରି, ତୁମକୁ ବହୁତ ବହୁତ ଧନ୍ୟବାଦ। ତାପରେ ପରି ସେଠାରୁ ଚାଲିଗଲା। ଛୋଟ ଚଢ଼େଇ ଛୁଆଟି ତା ମାକୁ କହିଲା, ମା ମା, ଏ ଖଜୁରୀ ଦେଖି ମୋ ଭୋକ ବଢ଼ିଗଲାଣି, ମତେ 2ଟି ତୋଳି ଦିଅ ନା, ମୁଁ ଖାଇବି। ହଁ ରେ ମା, ମୁଁ ଏବେ ଖଜୁରୀ ତୋଳି ଦେଉଛି, ତୁ କିଛି ଖାଇନି, ମୁଁ ଆଉ କିଛି ଖଜୁରୀ ନେଇ ବଜାରରେ ବିକ୍ରି କରି ଆସେ। ରିନୁ ଚଢ଼େଇ କିଛି ଖଜୁରୀ ତୋଳି ବଜାରକୁ ଗଲା। ଆଉ ସେ ଜୋର ଜୋର ପାଟିରେ କହିଲା, ଖଜୁରୀ ନିଅନ୍ତୁ ଖଜୁରୀ, ମିଠା ମିଠା ଖଜୁରୀ, 1 କିଲୋ ମାତ୍ର 10 ଟଙ୍କା, ଖଜୁରୀ ନିଅନ୍ତୁ ଖଜୁରୀ। ରିନୁର ଏପରି ପାଟି ଶୁଣି ଅନେକ ଚଢ଼େଇ ତା ପାଖରେ ଆସି ଜମା ହେଇଗଲେ। ବାଃ, ତୋ ଖଜୁରୀ ଦେଖିଲେ ଲାଗୁଛି ଏସବୁ ବହୁତ ମିଠା ହେଇଥିବ, ମତେ 1 କିଲୋ ଖଜୁରୀ ଦେ। ଯିଏ ବି ରିନୁ ପାଖରୁ ଖଜୁରୀ ଖାଉଥିଲା ତାକୁ ସେ ଖଜୁରୀ ବହୁତ ମିଠା ଲାଗୁଥିଲା। ପ୍ରତିଦିନ ରିନୁ ପାଖରୁ ଖଜୁରୀ ନେବା ପାଇଁ ଅନେକ ଚଢ଼େଇ ଭିଡ଼ ଜମାଉଥିଲେ। ରିନୁର ବହୁତ ଭଲ ରୋଜଗାର ହେଲା। ସେ ସେଇ ଟଙ୍କାରେ ଘର ପାଇଁ ସଉଦା ଆଉ ତା ଛୁଆ ପାଇଁ ମନପସନ୍ଦର ଖାଇବା କିଣି ଦେଉଥିଲା। ସେପଟେ ସମସ୍ତେ ରିନୁ ପାଖରୁ ମିଠା ଖଜୁରୀ କିଣି ଖାଉଥିଲେ। ଚିଲ ପାଖରୁ ଆଉ କେହି ବି ସେଓ କିଣୁ ନଥିଲେ। ଏସବୁ ଦେଖି ଚିଲ ଖୁବ୍ ରାଗିଗଲା। ସେ ମନେ ମନେ ଚଢ଼େଇକୁ ବହୁତ ଗାଳି କଲା। ମୋ ସେଓ ଏତେ ମିଠା, ତଥାପି ଚଢ଼େଇମାନେ ସେ ରିନୁର ଖଜୁରୀ ପାଇଁ ମୋ ପାଖରୁ କେହି ବି ସେଓ କିଣୁନାହାନ୍ତି। ନା, ମୁଁ ଆଉ ସେ ରିନୁକୁ ଖଜୁରୀ ବିକ୍ରି କରିବାକୁ ଦେବିନି। ଆଜି ରାତି ହେଉ, ମୁଁ ତାର ଖଜୁରୀ ଗଛ କାଟିଦେବି। ରାତି ହେଇଗଲାଣି, ଏବେ ସମସ୍ତେ ଶୋଇପଡ଼ିଥିବେ। ମୁଁ କୁରାଢ଼ୀ ନେଇ ଶୀଘ୍ର ସେ ଚଢ଼େଇର ଗଛକୁ କାଟିଦିଏ। ଏଇ ତ ସେଇ ଖଜୁରୀ ଗଛ, ମୁଁ ଶବ୍ଦ ନ କରି ଶୀଘ୍ର ଯାଏ ଏଇ ଖଜୁରୀ ଗଛକୁ କାଟିଦିଏ। କେହି ଉଠିବା ଆଗରୁ ମୁଁ ଶୀଘ୍ର ଏଠାରୁ ଚାଲିଯିବି। ଏମିତି କହି ଚିଲ ତୁରନ୍ତ ଖଜୁରୀ ଗଛ ପାଖକୁ ଯାଇ କୁରାଢ଼ୀରେ ଗଛ କାଟିବା ଆରମ୍ଭ କଲା। ସେ ଯେତେ ଚେଷ୍ଟା କଲେ ବି ଗଛକୁ କାଟି ପାରୁନଥିଲା। ସେ ବାରମ୍ବାର କୁରାଢ଼ୀରେ ଖଜୁରୀ ଗଛ କାଟିବାକୁ ଚେଷ୍ଟା କରୁଥିଲା, ହେଲେ ଖଜୁରୀ ଗଛର 1 ବି ଅଂଶ କଟୁ ନଥିଲା। ଆରେ
କେତେବେଳୁ ଚେଷ୍ଟା କରୁଛି ଏ ଗଛ କାଟିବା ପାଇଁ। ଏ କେମିତିକା ଗଛ ଯେ ଟିକେ ବି କଟୁନି। ନିଶ୍ଚୟ ମୋ କୁରାଢ଼ୀରେ ଧାର ନଥିବ। ଆଜି ଘରକୁ ଚାଲିଯାଏ, କାଲି କୁରାଢ଼ୀକୁ ଭଲ ଭାବରେ ଧାର କରି ପୁଣି ଆସିବି। ଏମିତି ଚିନ୍ତା କରି ସେ ନିଜ ଘରକୁ ବାହାରିଲା। ହଠାତ୍ ତାର ନଜର ନିଜ ସେଓ ବଗିଚା ଉପରେ ପଡ଼ିଲା। ତାର ସବୁ ସେଓ ଗଛ କଟି ଯାଇଥିଲା। ସେଓ ବଗିଚାର ଏପରି ଦୃଶ୍ୟ ଦେଖି ତ ସେ ଚମକି ପଡ଼ିଲା। ଏ କ'ଣ ସର୍ବନାଶ ହେଇଯାଇଛି? ମୋର ଏତେ ବଡ଼ ବଡ଼ ସେଓ ଗଛରେ ଏପରି ଅବସ୍ଥା କିଏ କଲା? ମୁଁ ତ ଚଢ଼େଇର ଗଛ କାଟିବାକୁ ଯାଇଥିଲି, ତା ବଦଳରେ ମୋ ଗଛ କଟିଗଲା। ମୁଁ ଚଢ଼େଇକୁ ଦେଇଥିବା ଖଜୁରୀ ଗଛର ତୁ କ୍ଷତି କରିବାକୁ ଚାହୁଁଥିଲୁ? ସେ ଗଛ ସାଧାରଣ ନୁହଁ, ସେ ଯାଦୁର ଖଜୁରୀ ଗଛର ଯିଏ ବି କ୍ଷତି କରିବାକୁ ଚାହିଁବ ତା ନିଜର ହିଁ କ୍ଷତି ହେବ। ମୋର ଭୁଲ ହେଇଗଲା, ମୋତେ କ୍ଷମା କରିଦିଅ। ମୁଁ ବହୁତ ବଡ଼ ମୂର୍ଖ। ଚଢ଼େଇର କ୍ଷତି କରିବାକୁ ଯାଇ ମୋ ନିଜର କ୍ଷତି କରିଦେଲି। ଏମିତି କାନ୍ଦି କାନ୍ଦି ଚିଲ ନିଜ ମୁଣ୍ଡରେ ହାତ ପିଟୁଥିଲା। ସେପଟେ ମା ଚଢ଼େଇ ଆଉ ତାର ଛୁଆ ଖଜୁରୀ ବିକ୍ରି କରି ଅନେକ ଟଙ୍କା ରୋଜଗାର କଲେ ଆଉ ଖୁସିରେ ରହିଲେ। ଆରେ କାଉ ଦେଖେ, ବର୍ଷା ହେଲାଣି। ବର୍ଷାରେ ଚଢ଼େଇମାନଙ୍କ ଘରୁ ଚୋରି କରିବା ଭାରି ସହଜ ହେଇଥାଏ। ଚାଲେ ଆଜି ପାଖ ଜଙ୍ଗଲକୁ ଯିବା, ଆଉ ଗୋଟେ ଚଢ଼େଇ ଘରୁ ଚୋରି କରିବା। ହଁ, ତୁ ଠିକ୍ କହିଲୁ, ଚାଲ ଏବେ ଯିବା। କାଉ ଦେଖ ଦେଖ, ଆଗରେ ଗୋଟେ ଚଢ଼େଇ ଘର ଦେଖାଯାଉଛି। ଆଜି ଆମେ ଏଇ ଚଢ଼େଇ ଘରୁ ଚୋରି କରିବା। ଘରେ କିଏ ଅଛ? ଦୟାକରି କବାଟ ଖୋଲ, ଆମେ ବଡ଼ ବିପଦରେ ପଡ଼ିଛୁ, ଆମକୁ ଟିକେ ସାହାଯ୍ୟ କର। କିଏ ତମେ ମାନେ? ମୁଁ ଆଗରୁ ତ ତମମାନଙ୍କୁ ଏ ଜଙ୍ଗଲରେ ଦେଖିନି। ଆମ ଘର ପାଖ ଜଙ୍ଗଲରେ। ପ୍ରତିଦିନ ଆମେ ଏ ଜଙ୍ଗଲକୁ କାମ କରିବା ପାଇଁ ଆସୁ, କିନ୍ତୁ ଆଜି ଘରକୁ ଫେରିବା ସମୟରେ ଝଡ଼ ବର୍ଷା ଆରମ୍ଭ ହେଇଗଲା। ଆମେ ଆଉ ଘରକୁ ଫେରି ପାରିଲୁନି। ଆଜି ରାତି ଆମକୁ ତୁମ ଘରେ ଆଶ୍ରୟ ଦେଇଥାଅ, ସକାଳ ହେଉ ହେଉ ହିଁ ଆମେ ଏଠୁ ଚାଲିଯିବୁ। ଓ ଆଚ୍ଛା, ଏମିତି କଥା। ଠିକ୍ ଅଛି, ଆଜି ରାତି ତମେମାନେ ମୋ ଘରେ ରହିଯାଅ। ଆସ ଆସ, ଘର ଭିତରକୁ ଆସ। ଚଢ଼େଇ ସେ ଅଚିହ୍ନା ପକ୍ଷୀମାନଙ୍କୁ ବିଶ୍ୱାସ କରି ନିଜ ଘରେ ରହିବାକୁ ଦେଲା। ଅଧ ରାତିରେ ଚଢ଼େଇ ଯେତେବେଳେ ଶୋଇଗଲା, କାଉ ଆଉ ତାର ସାଙ୍ଗ ଚଢ଼େଇ ଘରର ସବୁ ଜିନିଷ ଚୋରି କରି ନେଇଗଲେ। ପରଦିନ ସକାଳେ ଏ କ'ଣ? ମୋ ଘରେ ତ ଗୋଟେ ବି ଜିନିଷ ନାହିଁ। ସେ ପକ୍ଷୀ ଦୁଇଟା ବି ତ ଦେଖାଯାଉନାହାନ୍ତି। ତା ମାନେ କ'ଣ ସେମାନେ ହିଁ ମୋର ସବୁ ଜିନିଷ ଚୋରି କରି ନେଇଗଲେ? ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ମୁଁ ବିପଦରେ ପଡ଼ିଗଲି। ହେ ଭଗବାନ, ଏବେ ମୁଁ କ'ଣ କରିବି? କ'ଣ ହେଲା ଚଢ଼େଇ? ତୁ ଏତେ ସକାଳୁ ସକାଳୁ ଏମିତି କାନ୍ଦୁଛୁ କ'ଣ ପାଇଁ? ମିଟୁ ଭଉଣୀ, ନ କାନ୍ଦି ମୁଁ କ'ଣ ରହିପାରିବି? ଗତ ରାତି ମୋ ଘରର ସବୁ ଜିନିଷ ଚୋରି ହେଇଯାଇଛି। କ'ଣ ହେଲା? ତୋ ଘରୁ ଜିନିଷ ଚୋରି ହେଇଯାଇଛି? କିନ୍ତୁ ମୁଁ ତ ଶୁଣିଥିଲି ଆମ ଜଙ୍ଗଲରେ ସେମିତି କେହି ଚୋର ନାହାନ୍ତି। ତା ମାନେ କ'ଣ ମୁଁ ଭୁଲ ଶୁଣିଥିଲି? ନାଇଁ ମିଟୁ ଭଉଣୀ, ତୁମେ ଠିକ୍ ଶୁଣିଛ। ଏ ଜଙ୍ଗଲର ପକ୍ଷୀ ମୋ ଘରୁ ଚୋରି କରିନାହାନ୍ତି। ଯୋଉମାନେ ଚୋର ସେମାନେ ପାଖ ଜଙ୍ଗଲର। ତୁ ଏ କ'ଣ କହୁଛୁ? ହେ ଭଗବାନ, ତୁ କାହିଁକି ଅଚିହ୍ନା ପକ୍ଷୀମାନଙ୍କୁ ନିଜ ଘରେ ରହିବାକୁ ଦେଉଥିଲୁ? ଏତେ ସରଳ ହେବା ଠିକ୍ ନୁହଁ। ତୁ ଯଦି ଚାଲାକ ନ ହେବୁ ଏ ଦୁନିଆରେ କେମିତି ବଞ୍ଚିବୁ କହିଲୁ? ମୋର ଭୁଲ ହେଇଗଲା ମିଟୁ ଭଉଣୀ, ମୁଁ ଆଉ ଦିନେ ଏମିତି ଭୁଲ କରିବିନି। ସେ ଚଢ଼େଇଟା କେତେ ବୋକା। ଏମିତି ଯଦି ସବୁ ଚଢ଼େଇ ବୋକା ହୁଅନ୍ତେ, ଆମକୁ ଆଉ କଷ୍ଟ କରି ଚୋରି କରିବାକୁ ପଡ଼ନ୍ତାନି। ହଁ କାଉ, ତୁ ଠିକ୍ କହିଲୁ। ଚଢ଼େଇ ଘରୁ ଆମେ ଏତେ ଜିନିଷ ଚୋରି କରିଛେ, 3 ରୁ 4 ଦିନ ଆମକୁ ଆଉ ଚୋରି କରିବାକୁ ପଡ଼ିବନି। ଏମିତି କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ବର୍ଷାରେ ଚଢ଼େଇର ଘର ଭାଙ୍ଗିଗଲା। ଚଢ଼େଇ ଆଶ୍ରୟ ପାଇଁ ଘର ଖୋଜୁଥିଲା। ଏମିତି ସକାଳ ହେଇଗଲା। ସେତେବେଳେ ଚଢ଼େଇ ଦେଖିଲା ନଦୀ କୂଳରେ ଏମିତି ଏକୁଟିଆ ଗୋଟେ ଛୋଟ ଛୁଆ କାହିଁକି ଛିଡ଼ା ହେଇଛି? ଆଖପାଖରେ ତ କେହି ବି ଦେଖାଯାଉନାହାନ୍ତି। ଆରେ ଆରେ, ଇଏ କ'ଣ? ଗୋଟେ କୁମ୍ଭୀର ତ ତା ପାଖକୁ ଯାଉଛି। କୁମ୍ଭୀର ତାକୁ ଖାଇବା ପୂର୍ବରୁ ମୁଁ ଶୀଘ୍ର ତାକୁ ନେଇଯାଏ। କୁମ୍ଭୀର ସେ ଛୁଆକୁ ଖାଇବା ପୂର୍ବରୁ ଚଢ଼େଇ ସେ ଛୁଆକୁ ଧରି ସେଠୁ ଚାଲିଗଲା। ଆରେ ଛୋଟ ଝିଅ, ତୁ ଏଠି ଏମିତି ଏକୁଟିଆ କାହିଁକି ଛିଡ଼ା ହେଇଥିଲୁ?
ଆଉ କିଛି ସମୟ ହେଇଥିଲେ ତ କୁମ୍ଭୀର ତତେ ଖାଇ ଦେଇଥାନ୍ତା। ଚଢ଼େଇ ଆଣ୍ଟି, ମୁଁ ଗୋଟେ ପରୀ ଛୁଆ। ମୋ ପରୀ ମାଙ୍କ ସହ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ହେଲେ କାଲିର ଝଡ଼ ବର୍ଷାରେ ମୁଁ ମୋ ମା ପାଖରୁ ଅଲଗା ହେଇଗଲି। ସେତେବେଳଠୁ ମୁଁ ମୋ ମାକୁ ଖୋଜୁଛି, ହେଲେ ପାଉନି। ମୁଁ ଛୋଟ ହେଇଥିବାରୁ ଏବେ ମୋ ପାଖରେ କିଛି ବି ଶକ୍ତି ନାହିଁ। ଚିନ୍ତା କରନି ପରୀ ଝିଅ, ମୁଁ ତ ମାକୁ ଖୋଜିବାରେ ତତେ ସାହାଯ୍ୟ କରିଦେବି। ଚାଲେ ଆମେ ଜଙ୍ଗଲ ଭିତରକୁ ଯିବା ଆଉ ତ ମାକୁ ଖୋଜିବା। ଏମିତି ସେ ଚଢ଼େଇ ଆଉ ପରୀ ଛୁଆ ଜଙ୍ଗଲରେ ବୁଲି ବୁଲି ପରୀ ମାକୁ ଖୋଜୁଥିଲେ। କିଛି ସମୟ ଖୋଜିଲା ପରେ ସେମାନେ ପରୀ ମାକୁ ଏକ କଣ୍ଟା ଗଛରେ ପଡ଼ିଥିବାର ଦେଖିଲେ। ମା, ତୁମେ କଣ୍ଟା ଗଛରେ କେମିତି ପଡ଼ିଲ? ଆରେ ମୋ ଝିଅ, ତୁ ଠିକ୍ ଅଛୁ ମା? କାଲି ତତେ ଖୋଜିବା ସମୟରେ ମୁଁ ଭୁଲରେ କଣ୍ଟା ଗଛରେ ପଡ଼ିଗଲି। ଚଢ଼େଇ, ଏ କଣ୍ଟା ଗଛରୁ ବାହାରିବାରେ ମତେ ଟିକେ ସାହାଯ୍ୟ କର। ହେଲେ ପରୀ, ମୁଁ ତୁମକୁ କେମିତି ଏ କଣ୍ଟା ଗଛରୁ ବାହାର କରିବି? ମୁଁ ତ କିଛି ବି ବୁଝିପାରୁନି। ତତେ ବେଶୀ କିଛି କରିବାକୁ ପଡ଼ିବନି ଚଢ଼େଇ। ସେ ତଳେ ପଡ଼ିଥିବା ମୋ ଯାଦୁର ଲାଠିକୁ ମତେ ଦେ। ମୁଁ ନିଜେ ହିଁ କଣ୍ଟା ଗଛରୁ ବାହାରିଯିବି। ଯାଦୁର ଲାଠି ବିନା ମୋ ଯାଦୁ ଶକ୍ତି କାମ କରିବନି। ଧନ୍ୟବାଦ ଚଢ଼େଇ, ତୁ ଆଜି ମୋର ବଡ଼ ଉପକାର କଲୁ। ମା, ଜାଣିଛ ଚଢ଼େଇ ଆଣ୍ଟି ନା ମୋର ବି ଜୀବନ ରକ୍ଷା କରିଛନ୍ତି। ସତରେ ଚଢ଼େଇ, ତୁ ମୋ ଝିଅର ଜୀବନ ରକ୍ଷା କରି ମତେ ତ ପାଖରେ ଋଣୀ କରିଦେଲୁ। ମୋ ଝିଅର ଯଦି କିଛି ହେଇଯାଇଥାନ୍ତା ମୁଁ କେମିତି ବଞ୍ଚିଥାନ୍ତି? ତୋର ଯଦି କିଛି ଦରକାର ହୁଏ ମତେ କହିବୁ ଚଢ଼େଇ, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି ଶୁଣି ଚଢ଼େଇ ତା ଘର ଭାଙ୍ଗିଯିବା କଥା ପରୀକୁ କହିଲା। ପରୀ ତୁରନ୍ତ ଚଢ଼େଇ ପାଇଁ ଏକ ଫୁଲକୋବିର ଘର ତିଆରି କରିଦେଲା। ଚଢ଼େଇ, ଆଜିଠୁ ଏ ଘର ତୋର। ଏ ଘର ଅନେକ ମଜବୁତ। ଯେତେ ଝଡ଼ ବର୍ଷା ହେଲେ ବି ଏ ଘର କେବେ ଭାଙ୍ଗିବନି। ତୁ ଆରାମରେ ଘରେ ରହିପାରିବୁ। ଏ ଘରେ ତୋର କିଛି ଅସୁବିଧା ହେବନି। ସତ କହୁଛ ପରୀ? ଆଜିଠୁ ଏ ଘର ମୋର। ପରୀ, ଏ ଘର ଅନେକ ସୁନ୍ଦର ହେଇଛି। ତୁମକୁ ବହୁତ ବହୁତ ଧନ୍ୟବାଦ। ସେଦିନ ପରଠାରୁ ଚଢ଼େଇ ସେ ଫୁଲକୋବି ଘରେ ରହିବା ଆରମ୍ଭ କଲା। ତିନି କାଉ ଆଉ ତାର ସାଙ୍ଗ ସେଇ ରାସ୍ତାରେ ଯାଉଥିଲେ। ସେତେବେଳେ ସେମାନେ ସେ ଫୁଲକୋବି ଘରକୁ ଦେଖିଲେ। ଆରେ ସାଙ୍ଗ, ଦେଖ ଦେଖ, ଏଠି ଗୋଟେ ନୂଆ ଚଢ଼େଇ କେମିତି ଗୋଟେ ଫୁଲକୋବି ଘର ତିଆରି କରି ରହିଛି। ହଁ ସାଙ୍ଗ, ଘରଟା ଭାରି ବଢିଆ ହେଇଛି। ଆଜି ରାତି ଆମେ ଏଇ ନୂଆ ଘରୁ ଚୋରି କରିବା। ରାତି ହେବା ପରେ ସେ ଦୁଇ ଚୋର ଯେମିତି ଚଢ଼େଇ ଘରକୁ ଚୋରି କରିବାକୁ ଆସିଲେ, ପରୀ ସେଠାକୁ ଚାଲି ଆସିଲା। ତମ ଦୁଇ ଚୋରଙ୍କର ଏତେ ସାହସ? ମୋ ଫୁଲକୋବି ଘର ଚୋରି କରିବାକୁ ଆସିଛ? ଆଜି ତମମାନଙ୍କର ଆଉ ରକ୍ଷା ନାହିଁ। ଏମିତି କହି ପରୀ ତା ଯାଦୁ ଶକ୍ତିରେ ଦୁଇଟି ଲାଠି ବାହାର କଲା ଆଉ ସେ ଦୁଇ ଚୋରଙ୍କୁ ଅନେକ ପିଟିଲା। ତାଙ୍କ ପାଟିତୁଣ୍ଡ ଶବ୍ଦରେ ଚଢ଼େଇ ବାହାରକୁ ଆସିଲା। ଆରେ, ତମେ ମାନେ ସେଇ ଦୁଇ ଚୋର ନା ଯୋଉମାନେ ମୋ ଘରୁ ସବୁ ଜିନିଷ ଚୋରି କରି ନେଇଯାଇଥିଲ? ଚଢ଼େଇ, ଆମକୁ କ୍ଷମା କରିଦେ, ଆମକୁ ବଞ୍ଚା, ନହେଲେ ପରି ପିଟି ପିଟି ଆମକୁ ମାରିଦେବ। ନା, ତମମାନଙ୍କର ଆଉ କ୍ଷମା ନାହିଁ। ତମମାନଙ୍କୁ ଛାଡ଼ିଦେଲେ ତମେମାନେ ପୁଣି ଅନ୍ୟ କାହା ଘରୁ ଚୋରି କରିବ। ପରୀ, ଏମାନଙ୍କୁ ଏମିତି ଶାସ୍ତି ଦିଅ, ଏମାନେ ଆଉ କାହା ଘରୁ ବି ଚୋରି କରିପାରିବେନି। ତୁ ଠିକ କହିଛୁ ଚଢ଼େଇ, ଏମାନଙ୍କର ଜାଗା ଏଠି ନୁହଁ, ଜେଲ ଭିତରେ। ତାପରେ ପରୀ ସେ ଦୁଇ ଚୋରଙ୍କୁ ଜେଲ ଭିତରେ ବନ୍ଦୀ କରି ରଖିଲା। ଏମିତି ପରୀ ଆଉ ଚଢ଼େଇ ଖୁବ ଭଲ ସାଙ୍ଗ ପାଲଟି ଗଲେ ଆଉ ଖୁସିରେ ରହିଲେ। ଛୋଟ ଏକ ଜଙ୍ଗଲରେ ଏକ ମା ଚଢ଼େଇ ତାର ଏକ ଛୋଟ ଛୁଆ ସାଙ୍ଗରେ ରହୁଥିଲା। ବାପା ଚଢ଼େଇର ମୃତ୍ୟୁ ପରେ ମା ଚଢ଼େଇ ବହୁତ କଷ୍ଟ କରି ତା ଛୁଆର ଦେଖାଶୁଣା କରୁଥିଲା। ଗୋଟେ ଦିନ ହଠାତ୍ ଛୁଆ ଚଢ଼େଇଟି ଅସୁସ୍ଥ ହୋଇପଡ଼ିଲା। ମା ଚଢ଼େଇ ପାଖରେ ଔଷଧ ନଥିଲା। 2 ଦିନ ଧରି ସେ ତା ଛୁଆକୁ ଜଗିଥିଲା। ବାହାରକୁ ବି ଯାଇପାରିଲାନି। ତାଙ୍କ ଘରେ ସବୁ ଖାଇବା ଶେଷ ହେଇଯାଇଥିଲା। ହେ ଭଗବାନ, ମୋ ଛୁଆକୁ ତ ଭୀଷଣ ଜ୍ୱର। ଘରେ ଦାନାଟିଏ ବି ନାହିଁ। ମୁଁ ମୋ ଛୁଆକୁ କ'ଣ ଖାଇବାକୁ ଦେବି? ତା ପାଇଁ ଔଷଧ କିଣିବି କେମିତି? ମୁଁ ମିଟୁ ପାଖକୁ ଯାଇ ମୋ ସମସ୍ୟା କହି ଦେଖେ। ସେ ହୁଏତ ମୋ ଉପରେ ଦୟାକରି ବାକିରେ ମୋତେ କିଛି ଔଷଧ ଦେଇଦେବ। ଏମିତି ଚିନ୍ତା କରି ମା ଚଢ଼େଇଟି ଔଷଧ ଦୋକାନକୁ ଗଲା। ମିଟୁ ସେ ଜଙ୍ଗଲରେ ଗୋଟେ ଔଷଧ ଦୋକାନ ଦେଇଥିଲା।
ମିଟୁ ଭାଇ, ମୋତେ ଜ୍ୱରର ଔଷଧ ଦିଅ। ମୋ ଛୁଆକୁ ଭୀଷଣ ଜ୍ୱର, 2 ଦିନ ହେଲାଣି ତା ଜ୍ୱର ଟିକେ ବି କମୁନି। ହଁ ହଁ, ମୁଁ ଔଷଧ ଦେବା ପାଇଁ ତ ଏଇ ଦୋକାନ ଖୋଲିଛି। ଆଚ୍ଛା, ତୁ ଆଗ କହିଲୁ ତୁ କେତେ ଦାନା ଆଣିଛୁ? ତୁ ତ ଜାଣିଛୁ ମୁଁ ମାଗଣାରେ କାହାକୁ ବି ଔଷଧ ଦିଏନି। 20ଟି ଚାଉଳ ଦାନା ଦେ, ଆଉ ଔଷଧ ନେଇଯା। ମିଟୁ ଭାଇ, ମୁଁ 2 ଦିନ ହେଲାଣି ଘରୁ ବାହାରିନି। ମୋତେ ବାକିରେ ଔଷଧ ଦେଇଥାଅ, ମୁଁ ପଛରେ ତମର ସବୁ ଦାନା ସୁଝିଦେବି। ତୋ ଚେହେରା ଦେଖି ଲାଗୁଥିଲା ତୋ ପାଖରେ ଚାଉଳ ଦାନା ନାହିଁ। ମୁଁ କ'ଣ ଏଠି ଧର୍ମଶାଳା ଖୋଲିଛି ସମସ୍ତଙ୍କୁ ମାଗଣାରେ ଔଷଧ ଦେବି? ଯା, ଯେତେବେଳେ ଚାଉଳ ଦାନା ଆଣିବୁ ସେତେବେଳେ ଔଷଧ ନେବୁ। ଏମିତି ମିଟୁ ଚଢ଼େଇର ବହୁତ ଅପମାନ କରି ତାକୁ ସେଠୁ ବାହାର କରିଦେଲା। ମା ଚଢ଼େଇଟି ଅସହାୟ ହେଇ କାନ୍ଦି ଚାଲିଥିଲା। ହେ ଭଗବାନ, ଏ କେମିତିକା ଜୀବନ ଦେଇଛ? ନିଜ ଆଖି ସାମ୍ନାରେ ଛୁଆଟାକୁ ଏତେ କଷ୍ଟରେ ଦେଖିଦେବି ମୁଁ ତା ପାଇଁ କିଛି କରିପାରୁନି। ଏମିତି ଜୀବନ ଅପେକ୍ଷା ମରିଯିବାଟା ଭଲ। ଆମକୁ ଟିକେ ସାହାଯ୍ୟ କର ଭଗବାନ, ନହେଲେ ଆମ ମା ଛୁଆଙ୍କୁ ମାରିଦିଅ। ଏମିତି କହି କହି ମା ଚଢ଼େଇଟି ଯାଉଥିବା ସମୟରେ ହଠାତ୍ ଏକ ବସ୍ତା ସହ ଝୁଣ୍ଟି ହେଇ ସେ ତଳେ ପଡ଼ିଗଲା। ଆରେ, ଏ ବସ୍ତା କାହାର? ରାସ୍ତାରେ ଏମିତି ପକେଇଛି କିଏ? କ'ଣ ଅଛି ବସ୍ତାରେ? ମୁଁ ଖୋଲିକି ଦେଖେ। ମା ଚଢ଼େଇଟି ବସ୍ତା ଖୋଲି ଦେଖିଲା, ସେଥିରେ ବହୁତ ଗୁଡ଼ିଏ ଚାଉଳ ଦାନା ଭର୍ତ୍ତି। ପ୍ରଥମେ ତ ମା ଚଢ଼େଇଟି ଖୁସି ହେଇଗଲା, ଆଉ ସେ ଚାଉଳ ଦାନା ନେଇ ଘରକୁ ପଳେଇବା କଥା ଭାବିଲା। ହେଲେ ଆଉ ଥରେ ଚିନ୍ତା କଲା, ଆରେ ନା ନା, ଏ ଚାଉଳ ଦାନା ମୁଁ ନେଇପାରିବିନି, ଏସବୁ ମୋର ନୁହଁ। ହେଲେ କିଏ ଏମିତି ଚାଉଳ ଦାନା ରାସ୍ତାରେ ପକେଇଛି? ମା ଚଢ଼େଇଟି ଏମିତି ଚିନ୍ତା କରୁଥିବା ସମୟରେ ହଠାତ୍ ତାର ନଜର ପାଖ ଗଛରେ ପଡ଼ିଲା। ସେ ଗଛ ତଳେ ଏକ ବୁଢ଼ୀ ଚଢ଼େଇ ଶୋଇଥିଲା। ଚଢ଼େଇ ତା ପାଖକୁ ଗଲା ଆଉ କହିଲା, ବୁଢ଼ୀମା, ଏ ଚାଉଳ ବସ୍ତା ତମର କି? ଏଇ ପାଖରେ ପଡ଼ିଥିଲା। ଆରେ ହଁ ଚଢ଼େଇ, ଏ ଚାଉଳ ବସ୍ତା ମୋର। ମୁଁ ଏଇ ରାସ୍ତାରେ ଆସୁଥିବା ସମୟରେ ମୋ ହାତରୁ ଖସି ପଡ଼ିଥିବ। କ'ଣ କରିବି ମା, ବୁଢ଼ୀ ହେଲିଣି, ମୁଁ ବହୁତ ଥକି ଯାଇଥିଲି, ସେଥିପାଇଁ ଏଠି ଟିକେ ଶୋଇ ପଡ଼ିଥିଲି। ତାପରେ ଚଢ଼େଇ ସେ ବୁଢ଼ୀ ଚଢ଼େଇକୁ ତା ଚାଉଳ ବସ୍ତା ଦେଇ ଫେରି ଆସିଲା। ସେ ତାର ଛୁଆର କଥା ମନେ ପକାଇ କାନ୍ଦୁଥିଲା। ସେତେବେଳେ ହଠାତ୍ ଗୋଟେ ଚଢ଼େଇ ପରି ତା ସାମ୍ନାକୁ ଚାଲି ଆସିଲା। ଆରେ ଚଢ଼େଇ, ତୁ ଏତେ ଚାଉଳ ଦାନା ପାଇବି ନ ନେଇ କାହିଁକି ଫେରିଲୁ? ତୋ ଛୁଆର ଦେହ ଖରାପ, ତୁ ଚାଉଳ ଦାନା ନେଇଥିଲେ ତୋ ଛୁଆ ପାଇଁ ଔଷଧ କିଣି ପାରିଥାନ୍ତୁ। ସେ ଚାଉଳ ଦାନା ମୋର ନୁହଁ, ସେ ବୁଢ଼ୀ ମାଙ୍କର। ତାଙ୍କୁ ନ କହି ମୁଁ ଯଦି ସେ ଚାଉଳ ଦାନା ନେଇଥାନ୍ତି, ତାହା ଚୋରି କରିବା ସହ ସମାନ। ମୁଁ ଏ ଖରାପ କାମ କରି ମୋ ଛୁଆର ଔଷଧ କିଣି ପାରିବିନି। ମୁଁ କିଛି କାମ କରି ମୋ ଛୁଆର ଔଷଧ ଯୋଗାଡ଼ କରିନେବି। ହେଲେ ତୁମେ କିଏ? ମୋତେ ଏସବୁ ପଚାରୁଛ କ'ଣ ପାଇଁ? ମୁଁ ହେଲି ଚଢ଼େଇ ପରି, ଜଣେ ପରୀଙ୍କ ଆଶୀର୍ବାଦରୁ ମୋର ଜନ୍ମ। ତୁ ଲୋଭ କରୁଛୁ କି ନାହିଁ ଜାଣିବା ପାଇଁ ମୁଁ ତୋର ପରୀକ୍ଷା କରୁଥିଲି। ସତରେ ଚଢ଼େଇ, ତୋ ମନ ବହୁତ ସଫା। ତୋର ଏଇ ଗୁଣ ଦେଖି ମୁଁ ବହୁତ ଖୁସି। ତୁ ଚିନ୍ତା କରନି, ମୁଁ ତୋତେ କିଛି ଔଷଧ ଦେଉଛି। ତୁ ତୋ ଛୁଆକୁ ଖୁଏଇବୁ, ସେ ଶୀଘ୍ର ସୁସ୍ଥ ହେଇଯିବ। ଆଉ ଏଇ ଗୋଟେ ଗଛ ନେ। ଏ ଗଛଟି ଅମୃତଭଣ୍ଡା ଗଛ, ହେଲେ ଏହା ସାଧାରଣ ଗଛ ନୁହଁ। ଏ ଅମୃତଭଣ୍ଡା ଗଛରେ ବିଭିନ୍ନ ରଙ୍ଗର ଅମୃତଭଣ୍ଡା ଫଳିବ। ସେସବୁ ଖାଇବାକୁ ବି ବହୁତ ସ୍ୱାଦିଷ୍ଟ ଲାଗିବ। ତୁ ଏସବୁ ବିକ୍ରି କରି ଘର ଚଳିବୁ। ତୋର ସବୁ ଦୁଃଖ କଷ୍ଟ ଦୂର ହେଇଯିବ। ଯିଏ ବି ଅମୃତଭଣ୍ଡା ଗଛର କ୍ଷତି କରିବ, ଅମୃତଭଣ୍ଡା ଗଛ ତାକୁ ଶାସ୍ତି ଦେବ। ଏମିତି କହି ଚଢ଼େଇ ପରି ସେଠାରୁ ଚାଲିଗଲା। ମା ଚଢ଼େଇ ସେସବୁ ଧରି ଘରକୁ ଫେରିଲା। ସେ ପ୍ରଥମେ ତା ଛୁଆକୁ ଔଷଧ ଦେଲା। ଔଷଧ ଖାଇଲା ପରେ ପରେ ହିଁ ଚଢ଼େଇ ଛୁଆ ସୁସ୍ଥ ହେଇଗଲା। ତାପରେ ମା ଚଢ଼େଇଟି ବାହାରକୁ ଯାଇ ସେ ଅମୃତଭଣ୍ଡା ଗଛ ଲଗେଇ ସେଥିରେ ପାଣି ଦେଲା। 2 ଦିନ ଭିତରେ ହିଁ ଅମୃତଭଣ୍ଡା ଗଛ ବଡ଼ ହେଇ ସେଥିରେ ବିଭିନ୍ନ ରଙ୍ଗର ଅମୃତଭଣ୍ଡା ଫଳିଲା। ଆରେ ସତରେ ତ ପରି କହିବା ଭଳି ଏ ଗଛରେ ଅମୃତଭଣ୍ଡା ଫଳିଛି। ଭଗବାନ, ତୁମକୁ ବହୁତ ଧନ୍ୟବାଦ। ତୁମେ ଯଦି ପରୀକୁ ଆମ ପାଖକୁ ନ ପଠାଇଥାନ୍ତ, ଆମର କ'ଣ ଯେ ଅବସ୍ଥା ହେଇଥାନ୍ତା। ମୁଁ ଏବେ ହିଁ ଅମୃତଭଣ୍ଡା ତୋଳି ବଜାରକୁ ଯାଏ। ଏମିତି କହି ମା ଚଢ଼େଇ କିଛି ଅମୃତଭଣ୍ଡା ତୋଳି ବଜାରକୁ ନେଇଗଲା। ଆସନ୍ତୁ ଆସନ୍ତୁ, ନାନା ରଙ୍ଗର ଅମୃତଭଣ୍ଡା ନେଇଯାଆନ୍ତୁ। ମାତ୍ର 2ଟି ଚାଉଳ ଦାନାରେ ଅମୃତଭଣ୍ଡା କିଣନ୍ତୁ। ମା ଚଢ଼େଇ ପାଖରେ ଏମିତି ରଙ୍ଗୀନ ଅମୃତଭଣ୍ଡା ଦେଖି କିଛି ଚଢ଼େଇ ତା ପାଖକୁ ଆସିଲେ। ଏ କ'ଣ ଚଢ଼େଇ, ତୋ ପାଖରେ ଏତେ ରଙ୍ଗର ଅମୃତଭଣ୍ଡା ଅଛି?
ମୁଁ ଆଗରୁ ତ ଏପରି ରଙ୍ଗୀନ ଅମୃତଭଣ୍ଡା କେବେ ଦେଖିନଥିଲି। ଆରେ ଚଢ଼େଇ, ମତେ ସେ ନାଲି ଅମୃତଭଣ୍ଡାଟି ଦେଲୁ। ତାପରେ ମା ଚଢ଼େଇ ସମସ୍ତଙ୍କୁ ତାଙ୍କ ମନପସନ୍ଦ ରଙ୍ଗର ଅମୃତଭଣ୍ଡା ଦେଇଦେଲା। କିଛି ସମୟରେ ହିଁ ତାର ସବୁ ଅମୃତଭଣ୍ଡା ବିକ୍ରି ହେଇଗଲା। ଚଢ଼େଇ ବହୁତ ଗୁଡ଼ିଏ ଚାଉଳ ଦାନା ପାଇଲା। ଚଢ଼େଇ ମାନଙ୍କୁ ବି ସେ ଅମୃତଭଣ୍ଡା ଖାଇବାକୁ ଭଲ ଲାଗୁଥିଲା। ସେଥିପାଇଁ ସେମାନେ ପ୍ରତିଦିନ ଚଢ଼େଇ ପାଖରୁ ତା ରଙ୍ଗୀନ ଅମୃତଭଣ୍ଡା କିଣୁଥିଲେ। ସେଇ ଜଙ୍ଗଲରେ ଦୁଇ ସାଙ୍ଗ କାଉ ଆଉ ପେଚା ରହୁଥିଲେ। ସେ ଦୁଇ ଜଣ ଚୋର ଥିଲେ। ଦିନରେ କାଉ କାହା ଘରେ କ'ଣ ଅଛି ସବୁ ଦେଖୁଥିଲା। ରାତିରେ ପେଚା ସେସବୁ ଚୋରି କରି ଆଣି ଆସୁଥିଲା। ଧୀରେ ଧୀରେ ସେ ଦୁଇ ଜଣ ବି ଚଢ଼େଇର ରଙ୍ଗୀନ ଅମୃତଭଣ୍ଡା ଗଛ କଥା ଶୁଣିବାକୁ ପାଇଲେ। ଆରେ ପେଚା, ଶୁଣିଛୁ ନା, ଆମ ଜଙ୍ଗଲରେ ଯେଉଁ ଚଢ଼େଇ ରୁହେ ତା ଅମୃତଭଣ୍ଡା ଗଛରେ ନାନା ରଙ୍ଗର ଅମୃତଭଣ୍ଡା ଫଳିଛି। ଯିଏ ବି ତା ଅମୃତଭଣ୍ଡା ଖାଉଛି ତାକୁ ସେସବୁ ଏତେ ମିଠା ଲାଗୁଛି ଯେ ସେ ପୁଣି ଥରେ ଅମୃତଭଣ୍ଡା ଖାଇବାକୁ ଇଚ୍ଛା କରୁଛି। ଚଢ଼େଇ ସେସବୁ ବିକ୍ରି କରି କରି କେତେ ଧନୀ ହେଇସାରିଲାଣି। ଆରେ କାଉ, ମୁଁ ଗୋଟେ କଥା ଭାବୁଛି। ମୁଁ ରାତିରେ ସେ ଚଢ଼େଇ ଘରୁ ଅମୃତଭଣ୍ଡା ଚୋରି କରି ନେଇ ଆସିବି, ଆଉ ତୁ ସକାଳେ ପାଖ ଜଙ୍ଗଲରେ ଯାଇ ବିକ୍ରି କରିବୁ। ଏକଥା କେହି ଜାଣିପାରିବେନି, ଆଉ ଆମର ଖୁବ୍ ସାରା ଟଙ୍କା ରୋଜଗାର ହେବ। କାଉ ବି ଏକଥାରେ ରାଜି ହେଇଗଲା। ତାପରେ ପେଚା ଚଢ଼େଇ ଘରୁ ଅମୃତଭଣ୍ଡା ଚୋରି କରିବା ପାଇଁ ଗଲା। ସେ ଯେମିତି ଚଢ଼େଇର ଅମୃତଭଣ୍ଡା ଗଛ ପାଖରେ ପହଞ୍ଚିଲା, ତା ଗୋଡ଼ରେ ଗୋଟେ କଣ୍ଟା ବାଜି ତା ଗୋଡ଼ରୁ ଧାର ଧାର ରକ୍ତ ବହିଗଲା। ମୋ ଗୋଡ଼ କଟିଗଲା, କେତେ ରକ୍ତ ବାହାରୁଛି। ଏ ରଙ୍ଗୀନ ଅମୃତଭଣ୍ଡା ଚୋରି କରିବାକୁ ଆସି ମୋ ଗୋଡ଼ରେ କଣ୍ଟା ପଶିଗଲା। ଏ ଅବସ୍ଥାରେ ମୁଁ ଆଉ ଚୋରି କରିବିନି, ମୁଁ ଏଠୁ ପଳାଏ। ଏମିତି କହି ପେଚା ସେଠାରୁ ଚାଲି ଆସିଲା। କାଉ ଯେତେବେଳେ ପେଚାର ଏ ଅବସ୍ଥା ଦେଖିଲା, ସେ ତା ଉପରେ ବହୁତ ହସିଲା। ପେଚା, ତୋର କ'ଣ ଅବସ୍ଥା ହେଲା? ସାମାନ୍ୟ ଅମୃତଭଣ୍ଡା ଚୋରି କରି ଆଣିପାରିଲୁନି? ଲାଗୁଛି ତୋର ବୟସ ହେଇଗଲାଣି। ଏବେ ତୁ ମୋତେ ଦେଖ, ମୁଁ କେମିତି ଅମୃତଭଣ୍ଡା ଚୋରି କରି ଆଣିବି। ତୋଠୁ ଭଲ ଚୋରି କରି ତ ମୁଁ ଜାଣିଛି। ଏମିତି କହି କାଉ ଚାଲିଗଲା ଚୋରି କରିବା ପାଇଁ। ସେ ଯେମିତି ଗଛ ପାଖରେ ପହଞ୍ଚିଲା, ହଠାତ୍ ଗଛରୁ ଗୋଟେ ଅମୃତଭଣ୍ଡା ଖସି କାଉର ମୁଣ୍ଡ ଉପରେ ପଡ଼ିଲା। ଆରେ ମରିଗଲି ରେ, ମୋ ମୁଣ୍ଡଟା ଫାଟିଗଲା। ଏଇଟା ଅମୃତଭଣ୍ଡା ନା ଲୁହା? ମୁଣ୍ଡଟା ଦି ଫାଳ ହେଲା ଭଳି ଲାଗୁଛି। ଆଜି ଆଉ ଚୋରି କରି ପାରିବିନି, ଯାଏ ପଳାଏ। କାଉ ସେଇ ଅବସ୍ଥାରେ ହିଁ ପେଚା ପାଖକୁ ଗଲା। ପେଚା କାଉର ଏମିତି ଅବସ୍ଥା ଦେଖି ହସିବାକୁ ଲାଗିଲା। ଆରେ କାଉ, ଏ କ'ଣ ରୂପ ନେଇ ଫେରିଲୁ? ଭାରି ଫୁଟାଣି ମାରୁଥିଲୁ। ଅମୃତଭଣ୍ଡାରେ ଗାଧୋଉଥିଲୁ କି? ପେଚା, ଆମେ ଚୋରି କରିବାକୁ ଆସିଛେ, ଝଗଡ଼ା କରିବାକୁ ନୁହଁ। ଚାଲ ସାଙ୍ଗ ହେଇ ଅମୃତଭଣ୍ଡା ତୋଳିବା। ସେସବୁ ବିକ୍ରି କରି ଯାହା ଟଙ୍କା ପାଇବା, ଅଧା ତୁ ନେବୁ ଆଉ ଅଧା ମୁଁ ନେବି। ପେଚା ବି କାଉ କଥାରେ ରାଜି ହେଇଗଲା। ତାପରେ ଦୁଇ ଜଣ ମିଶି ଅମୃତଭଣ୍ଡା ତୋଳିବା ପାଇଁ ଚଢ଼େଇର ଘରକୁ ଗଲେ। ଯେମିତି ସେମାନେ ଅମୃତଭଣ୍ଡା ଗଛ ପାଖରେ ପହଞ୍ଚିଲେ, ହଠାତ୍ ସେତେବେଳେ ସେ ଗଛ ଭିତରୁ ଗୋଟେ ଭୟଙ୍କର ଭୂତ ଚଢ଼େଇ ବାହାରି ଆସିଲା ଆଉ କହିଲା, ତମେ ଦୁଇ ଜଣ ପୁଣି ଅମୃତଭଣ୍ଡା ଚୋରି କରିବାକୁ ଚାଲି ଆସିଲ? ଏତେ ମାଡ଼ ଖାଇଲା ପରେ ବି ତମ ଦୁଇ ଜଣଙ୍କ ମନରୁ ଲୋଭ ଗଲା ନାହିଁ? ରୁହ, ମୁଁ ଏବେ ହିଁ ତମ ଦୁଇ ଜଣଙ୍କୁ ମାରି ଖାଇଦେବି। ଆରେ ବାପରେ, ଭୂତ ଭୂତ! ଏ ଗଛରେ ଗୋଟେ ଭୂତ ରହୁଛି ଜାଣିଥିଲେ ଆମେ ଏଠାକୁ ଆସିନଥାନ୍ତୁ। ପେଚା, ଜୀବନ ବଞ୍ଚିବାକୁ ଯଦି ଚାହୁଁଛୁ ଶୀଘ୍ର ପଳା, ଆଉ ଦିନେ ବି ଏଠାକୁ ଆସିବାନି। ତାପରେ ପେଚା ଆଉ କାଉ ଶୀଘ୍ର ଦୌଡ଼ି ଦୌଡ଼ି ସେଠାରୁ ଚାଲିଗଲେ। ତାଙ୍କୁ ଏମିତି ଯିବା ଦେଖି ଭୂତ ଚଢ଼େଇ ହସିଲା ଆଉ କହିଲା, ଆରେ ତମେ ଦୁଇ ଜଣ କୁଆଡ଼େ ଯାଉଛ? ଆସ ଆସ, ରଙ୍ଗୀନ ଅମୃତଭଣ୍ଡା ନେଇଯାଅ। ଏ ଗଛ ମୋର। ଯିଏ ବି ଏ ଗଛର କ୍ଷତି କରିବ, ମୁଁ ତାକୁ ମାରିଦେବି। ଏମିତି କହି ଭୂତ ଚଢ଼େଇ କାଉ ଆଉ ପେଚା ଉପରକୁ ଅମୃତଭଣ୍ଡା ଫିଙ୍ଗିଲା। ସକାଳ ହେଲା ପରେ ସେ ଅମୃତଭଣ୍ଡା ଗଛ ଭିତରକୁ ଚାଲିଗଲା। ତାପରେ ସବୁକିଛି ପୂର୍ବ ଭଳି ଶାନ୍ତ ପଡ଼ିଗଲା। ଚଢ଼େଇ ଆସି ଅମୃତଭଣ୍ଡା ତୋଳି ବଜାରକୁ ନେଇଗଲା। ରାତିର ଘଟଣା ବିଷୟରେ ସେ କିଛି ବି ଜାଣିପାରିଲାନି। ସେପଟେ ଭୂତ ଚଢ଼େଇ ଭୟରେ କାଉ ଆଉ ପେଚା ସବୁଦିନ ପାଇଁ ସେ ଜଙ୍ଗଲ ଛାଡ଼ି ଦୂରକୁ ଚାଲିଗଲେ। ଆଗକୁ ଥିଲା ବର୍ଷା ଦିନ। ସବୁ ଚଢ଼େଇ ନିଜ ନିଜ ଘରକୁ ପକ୍କା କରି ନେଇଥିଲେ। କାଉ, ମିଟୁ ଆଉ ଚଢ଼େଇ ବହୁତ ଭଲ ସାଙ୍ଗ ଥିଲେ। ସେ ତିନି ଜଣ ବି
ନିଜ ଘରକୁ ମଜବୁତ କରିବା ପାଇଁ ଜଙ୍ଗଲ ଭିତରେ ବୁଲି ବୁଲି ଭଲ କାଠ ଖୋଜୁଥିଲେ। ଆରେ ସାଙ୍ଗମାନେ, ଆଗକୁ ବର୍ଷା ଦିନ, ଜଙ୍ଗଲରେ ସମସ୍ତେ ନିଜ ନିଜ ଘରକୁ ପକ୍କା କରି ସାରିଲେଣି। ଚାଲ ଆମେମାନେ ବି ଶୀଘ୍ର ନିଜ ଘରକୁ ପକ୍କା କରିନେବା। ହଁ ଚଢ଼େଇ, ତୁ ଠିକ କହିଲୁ। ମୁଁ ବି ଶୁଣିଛି ଏ ବର୍ଷ ନା ଅନେକ ବର୍ଷା ଅଛି। ଘର ମଜବୁତ ସହ ଆମକୁ ଖାଇବା ବି ଜମା କରିବାକୁ ହେବ। ଚାଲ ଆଜିରୁ ହିଁ ଆମେ କାମରେ ଲାଗିଯିବା। ତିନି ସାଙ୍ଗ ଏପରି କଥା ହେଉଥିଲେ। ଠିକ ସେହି ସମୟରେ ଆକାଶରୁ ଏକ ଛୋଟ ପରୀ ତାଙ୍କ ପାଖକୁ ଆସିଲା। ଆରେ ଏ ଛୋଟ ଝିଅଟି କିଏ? ସେ ଏଠାକୁ କେମିତି ଆସିଲା? ଆରେ କାଉ ଦେଖେ, ଏ ଛୋଟ ଝିଅର କେମିତି ଡେଣା ବାହାରିଛି। ଆମେ ଗପ କାହାଣୀରେ ଯୋଉ ପରୀ କଥା ପଢିଥିଲେ, ଇଏ ବୋଧେ ସେଇ ପରୀ। ଆଚ୍ଛା ଛୋଟ ଝିଅ, ତୁମେ କଣ ସେଇ ପରୀ? ହଁ, ମୁଁ ସେଇ ଯାଦୁଇ ପରୀ। ଉପରୁ ଥାଇ ମୁଁ ସବୁଦିନ ତୁମ ଜଙ୍ଗଲକୁ ଦେଖେ। ତୁମ ଜଙ୍ଗଲ ବହୁତ ସୁନ୍ଦର। ମତେ ତୁମ ଜଙ୍ଗଲ ବୁଲିବାକୁ ଭାରି ଇଚ୍ଛା ହୁଏ। ହେଲେ ମୁଁ ଛୋଟ ହେଇଥିବା ଯୋଗୁଁ ମୋ ମା ମତେ ଏଠାକୁ ଛାଡ଼ନ୍ତିନି। ଆଜି ମୋ ମା ଘରେ ନାହାନ୍ତି, ସେଥିପାଇଁ ମୁଁ ତୁମ ଜଙ୍ଗଲ ବୁଲିବାକୁ ଚାଲି ଆସିଲି। ଛୋଟ ପରୀ, ତୁମକୁ ଆମ ଜଙ୍ଗଲରେ ସ୍ୱାଗତ। ଖାଲି ସ୍ୱାଗତରେ କାମ ଚଳିବନି, ମତେ ପୁରା ଜଙ୍ଗଲ ଦେଖେଇବାକୁ ପଡ଼ିବ। ମୁଁ ଛୋଟ, ପୁଣି ଏ ଜଙ୍ଗଲରେ ନୂଆ। ମୁଁ ଏକୁଟିଆ ଏତେ ବଡ଼ ଜଙ୍ଗଲ ବୁଲି ପାରିବିନି। ତମେ ମାନେ ତ ଏଇ ଜଙ୍ଗଲରେ ରହୁଛ, ମୋ ଅପେକ୍ଷା ତମେ ମାନେ ଏଇ ଜଙ୍ଗଲ ବିଷୟରେ ଅଧିକ ଜାଣିଥିବ। ଆରେ ଛୋଟ ପରୀ, ତୁମକୁ କଣ ଲାଗୁଛି ଆମେ ଏମିତି ଫ୍ରିରେ ବସି ଏଠି ଗପୁଥିଲୁ? ଆମ ପାଖରେ ଟିକେ ବି ସମୟ ନାହିଁ। ଆମେ ଏବେ ଦାନା ଖୋଜିବୁ, ଘର ତିଆରି କରିବୁ। ତୁମେ ଏକା ହିଁ ଜଙ୍ଗଲ ବୁଲି ନିଅ। ହଁ ଛୋଟ ପରୀ, ଆମ ପାଖରେ ଟିକେ ବି ସମୟ ନାହିଁ। ଦେଖୁ ଦେଖୁ ବର୍ଷା ଆରମ୍ଭ ହେଇଯିବ। ଆମେ ଶୀଘ୍ର ଘର ତିଆରି ନ କଲେ ରହିବୁ କୋଉଠି? ଆଉ ଖାଇବା ଯୋଗାଡ଼ ନ କଲେ ଆମେ ଖାଇବୁ କଣ? ଆମେ ଏବେ ହିଁ ଆମ କାମ ଆରମ୍ଭ କରିବୁ। ଏମିତି ଶୁଣି ସେ ଛୋଟ ପରୀର ମନ ଦୁଃଖ ହେଇଗଲା। ଚଢ଼େଇକୁ ଏସବୁ ଭଲ ଲାଗିଲାନି। ସେ କହିଲା, ଛୋଟ ପରୀ, ମନ ଦୁଃଖ କରନି, ମୁଁ ତୁମକୁ ଏ ଜଙ୍ଗଲ ବୁଲେଇ ଦେବି। ଆରେ ଚଢ଼େଇ, ତୁ ଏସବୁ କଣ କହୁଛୁ? ତୁ ଯଦି ଏ ପରୀ ଛୁଆକୁ ବୁଲେଇବୁ, ଆମ ସାଙ୍ଗରେ କାଠ ଖୋଜିବାକୁ କେତେବେଳେ ଯିବୁ? ଏ ପରୀ ସାଙ୍ଗରେ ରହି ସମୟ ନଷ୍ଟ କରନି, ଆମ ସାଙ୍ଗରେ ଚାଲ, ନହେଲେ ଆମେ ତତେ ଛାଡ଼ି ଚାଲିଯିବୁ। ତମେ ଦୁଇ ଜଣ ନିଜ ଘର ମରାମତି କରିଥାଅ, ମୁଁ ପଛରେ ଏସବୁ କରିବି। ଏ ଛୋଟ ପରୀ ଆମ ଜଙ୍ଗଲର ଅତିଥି, ତାର ଧ୍ୟାନ ରଖିବା ଆମର କର୍ତ୍ତବ୍ୟ। ମୁଁ ତାକୁ ଏ ଜଙ୍ଗଲ ବୁଲେଇ ସାରିଲା ପରେ ନିଜ କାମ କରିବି। ତାପରେ କାଉ ଆଉ ମିଟୁ ସେଠାରୁ ଚାଲିଗଲେ। ଚଢ଼େଇ ସେ ଛୋଟ ପରୀକୁ ନିଜ ଘରକୁ ନେଇ ଆସିଲା। ସେ ତାକୁ କିଛି ଚାଉଳ ଦାନା ଖାଇବାକୁ ଦେଲା। ଛୋଟ ପରୀକୁ ସେ ସବୁ ଭାରି ଭଲ ଲାଗିଲା। ସେ ସବୁ ଚାଉଳ ଦାନା ଖାଇଦେଲା। ଲାଗୁଛି ଏ ଛୋଟ ପରୀ ଭୋକିଲା ଅଛି, ସେଥିପାଇଁ ସବୁ ଚାଉଳ ଦାନା ଖାଇଦେଲା। ହେଲେ ମୋ ଘରେ ତ ସେତିକି ହିଁ ଚାଉଳ ଦାନା ଥିଲା। ଆଉ ଥରେ ଯଦି ଏ ପରୀ ଝିଅକୁ ଭୋକ ଲାଗିବ, ମୁଁ ତାକୁ କଣ ଖାଇବାକୁ ଦେବି? ନା ନା ଚଢ଼େଇ, ମୋ ପାଇଁ ଆଉ ଚିନ୍ତା କରେନି। ମତେ ଆଉ ଭୋକ ଲାଗୁନି। ତୁମ ଚାଉଳ ଦାନା ଭାରି ସ୍ୱାଦିଷ୍ଟ ଥିଲା। ମୁଁ ଆଗରୁ ଏମିତି ଖାଇବା ଖାଇନଥିଲି। ତୁମକୁ ଅନେକ ଅନେକ ଧନ୍ୟବାଦ। ଛୋଟ ପରୀର ଏପରି କଥା ଶୁଣି ଚଢ଼େଇ ଖୁସି ହେଇଗଲା। ଏମିତି କଥା ହେଉ ହେଉ ସେମାନେ ଶୋଇପଡ଼ିଲେ। ପରଦିନ ସକାଳେ ଚଢ଼େଇ ପରୀ ଛୁଆକୁ ଧରି ବୁଲିବାକୁ ଗଲା। ଛୋଟ ପରୀ, ଆଜି ମୁଁ ତୁମକୁ ପୂର୍ବ ଜଙ୍ଗଲକୁ ନେଇଯିବି। ସେଠି ଗୋଟେ ବଡ଼ ଝରଣା ଅଛି। ତା ପାଖରେ ଏକ ସୁନ୍ଦର ବଗିଚା ଅଛି। ତୁମକୁ ସେ ଜାଗା ଭାରି ଭଲ ଲାଗିବ। ସତରେ ଚଢ଼େଇ, ଏ ଜାଗା ଭାରି ସୁନ୍ଦର। ଏତେ ସୁନ୍ଦର ଜାଗା ମୁଁ ଆଗରୁ କେବେ ଦେଖିନଥିଲି। ଛୋଟ ପରୀ, ଆମ ସବୁ ଚଢ଼େଇଙ୍କ କାମ ସରିଲା ପରେ ଆମେ ପ୍ରତିଦିନ ଏଇ ଝରଣାକୁ ଆସି ପାଣି ପିଉ, ଆଉ ଏଇଠି ବସି ଗପସପ କରୁ। ସେମାନେ ପ୍ରତିଦିନ ନୂଆ ନୂଆ ଜାଗା ବୁଲିବାକୁ ଯାଉଥିଲେ, ଆଉ ବହୁତ ମଜା କରୁଥିଲେ। ଛୋଟ ପରୀ ଏତେ ଖୁସି ଥିଲା ଯେ ସେଇ ଜଙ୍ଗଲ ଛାଡ଼ି ଯିବାକୁ ତାର ଇଚ୍ଛା ନଥିଲା। ହେଲେ ଗୋଟେ ଦିନ ଛୋଟ ପରୀର ମା ତାକୁ ଖୋଜି ଖୋଜି ଚଢ଼େଇ ଘରକୁ ଆସିଲା, ଆଉ ସେ ଛୋଟ ପରୀକୁ ସାଙ୍ଗରେ ନେଇ ସେଠାରୁ ଚାଲିଗଲା। ସତରେ ସେ ଛୋଟ ପରୀ ସହ ସମୟ ଜଣା ପଡୁନଥିଲା। ଏବେ ମତେ ଏକୁଟିଆ ଘରେ ରହିବାକୁ ଇଚ୍ଛା ହଉନି। ହେଲେ ସେ ଛୋଟ ପରୀ ସବୁଦିନ ମୋ ସାଙ୍ଗରେ ତ ରହିପାରିବନି। ସେତେବେଳେ ହଠାତ୍ ଚଢ଼େଇର ମନେ ପଡ଼ିଲା, ଆରେ ଆରେ, ମୁଁ ତ ଏ
ଏଯାଏଁ ଘର ତିଆରି କରିନି, ଖାଇବା ଯୋଗାଡ଼ କରିନି। ମୋ ସାଙ୍ଗମାନେ ଘର ତିଆରି କରି ସାରିଲେଣି। ଏବେ ମୁଁ କୋଉ କାମଟା ଆଗ କରିବି? ଯାଏ ଶୀଘ୍ର ଶୀଘ୍ର କିଛି ଦାନା ଖୋଜି ନେଇ ଆସେ। ଏମିତି ଚିନ୍ତା କରି ଚଢ଼େଇ ଦାନା ଖୋଜିବା ପାଇଁ ବାହାରକୁ ଗଲା। ସେ ଅଳ୍ପ କିଛି ଦାନା ଯୋଗାଡ଼ କରିଛି କି ନାହିଁ, ହଠାତ୍ ବର୍ଷା ଆରମ୍ଭ ହେଇଗଲା। 3 ରୁ 4 ଦିନ ଲଗାତାର ବର୍ଷା ହେଲା, ଯାହାଫଳରେ ଚଢ଼େଇର ଦୁର୍ବଳ ଘର ସେଇ ବର୍ଷାରେ ଭାଙ୍ଗିଗଲା। ଚଢ଼େଇ ସାହାଯ୍ୟ ପାଇବା ଆଶାରେ ତା ସାଙ୍ଗମାନଙ୍କ ପାଖକୁ ଗଲା। ଆରେ ଚଢ଼େଇ, ଯେତେବେଳେ ଘର ତିଆରି କରିବାର ଥିଲା ତୁ ସେତେବେଳେ ସେ ଛୋଟ ପରି ସହ ବୁଲୁଥିଲୁ। ଏବେ କାହିଁ ସାହାଯ୍ୟ ପାଇଁ ଆମ ଘରକୁ ଆସିଛୁ? ଯା ଯା, ସେ ପରି ସହ ତ ଭଙ୍ଗା ଘରେ ରହିବୁ ଯା। ମୁଁ ତତେ ମୋ ଘରେ ରଖିପାରିବିନି। ହଁ ଚଢ଼େଇ, ସବୁ ତୋର ହିଁ ଭୁଲ। ତୁ ଯଦି ସେତେବେଳେ ସମୟ ନଷ୍ଟ କରିନଥାନ୍ତୁ ଆଜି ଏମିତି କଷ୍ଟ ପାଇନଥାନ୍ତୁ। ମୁଁ ବି ତତେ ମୋ ଘରେ ରଖିପାରିବିନି। ଏମିତି କହି କାଉ ଆଉ ମିଟୁ ନିଜ ଘରର କବାଟ ବନ୍ଦ କରିଦେଲେ। ସେମାନଙ୍କ କଥା ଶୁଣି ଚଢ଼େଇର ମନ ଦୁଃଖ ହେଇଗଲା। ସତରେ ମୋ ସାଙ୍ଗମାନେ କେତେ ବଦଳି ଗଲେ। ଆଜି ମୋ ବିପଦ ସମୟରେ କେହି ବି ମୋତେ ସାହାଯ୍ୟ କଲେ ନାହିଁ। ମୁଁ ଯଦି ଏମାନଙ୍କ ଜାଗାରେ ଥାଆନ୍ତି ଏମିତି କେବେ କରିନଥାନ୍ତି। ଚଢ଼େଇ ବର୍ଷାରେ ଭିଜି ଭିଜି କାନ୍ଦୁଥିଲା। ଉପରୁ ଥାଇ ଏସବୁ ଛୋଟ ପରି ବି ଦେଖୁଥିଲା। ମା, ମୋ ସାଙ୍ଗ ଚଢ଼େଇ ଆଜି ମୋ ପାଇଁ କେତେ କଷ୍ଟ ପାଉଛି। ମୁଁ ତା ପାଖକୁ ଯିବି ମା। ମୁଁ ତାକୁ ସାହାଯ୍ୟ କରିବାକୁ ଚାହୁଁଛି। ମୋତେ ଯିବାକୁ ଦିଅ। ଆରେ ତୁ ତ ଦେଖୁଛୁ ସେଠି କେତେ ବର୍ଷା ହେଉଛି। ବର୍ଷାରେ ଭିଜିଲେ ତ ଦେହ ଖରାପ ହେଇଯିବ। ନା ନା, ତୁ ସେଠାକୁ ଯାନି। ମା, ମୋ ସାଙ୍ଗ ଚଢ଼େଇ ମୋତେ ପୁରା ଜଙ୍ଗଲ ବୁଲେଇବାକୁ ନେଇ ଘର ତିଆରି କରିପାରିଲାନି। ଏମିତି ଛୋଟ ପରି ତା ମାକୁ ସବୁ କଥା କହିଲା। ତାକୁ ଛାଡ଼ିବା ପାଇଁ ପରୀର ମା ରାଜି ହେଇଗଲା। ଆରେ ଧନ, ତୁ ମୋ ଯାଦୁର ଲାଠିକୁ ବି ସାଙ୍ଗରେ ନେଇଯା। ସେ ତତେ ଖୁବ୍ ଶୀଘ୍ର ଚଢ଼େଇ ପାଖରେ ପହଞ୍ଚେଇ ଦେବ। ତୁ ଯାହା ବି ଏ ଯାଦୁର ଲାଠିକୁ ମାଗିବୁ ସବୁ ପାଇବୁ। ତୁ ଏ ଯାଦୁର ଲାଠି ସାହାଯ୍ୟରେ ତୋ ସାଙ୍ଗ ଚଢ଼େଇକୁ ସାହାଯ୍ୟ ବି କରିପାରିବୁ। ଛୋଟ ପରୀ ଖୁସି ହେଇ ତା ମା ପାଖରୁ ସେ ଯାଦୁର ଲାଠି ନେଇ ଚଢ଼େଇ ପାଖକୁ ଗଲା। ସେ ଚଢ଼େଇ ପାଇଁ ଏକ ସୁନ୍ଦର ଘର ତିଆରି କରିଦେଲା ଆଉ ଅନେକ ସାରା ଚାଉଳ ଦାନା ସେ ଚଢ଼େଇକୁ ଦେଲା। ସାଙ୍ଗ ଚଢ଼େଇ, ଆଜିଠୁ ଏ ଘର ଆଉ ଏ ସବୁ ଚାଉଳ ଦାନା ତମର। ଏବେ ତୁମେ ପୁରା ବର୍ଷା ଦିନ ଆରାମରେ କାଟିପାରିବ। ଛୋଟ ପରୀ, ତୁମକୁ ବହୁତ ବହୁତ ଧନ୍ୟବାଦ। ମୋ ବିପଦ ସମୟରେ କେହି ବି ମୋ ପାଖରେ ନଥିଲେ, କେବଳ ତୁମେ ମୋତେ ସାହାଯ୍ୟ କଲ। ତାପରେ ଛୋଟ ପରୀ ଖୁସି ଖୁସି ନିଜ ମା ପାଖକୁ ଫେରି ଆସିଲା। ଚଢ଼େଇ ବି ପୁରା ବର୍ଷା ଦିନ ଆରାମରେ ସେ ଘରେ ରହିଲା।